ମଧ୍ୟ ପିଲାମାନେ ପ୍ରମୋସନ କିମ୍ବା ଚାକିରିରୁ ବଞ୍ଚିତ କାହିଁକି ହେଉଛନ୍ତି? ଆଉ ଗୋଟିଏ ଜିନିଷ ମଧ୍ୟ ଦେଖନ୍ତୁ, ଥିଲେ ଥାଉ ପଛେ ଟଙ୍କା ହଜାର, ସମ୍ପର୍କ ନଥିଲେ ସବୁ ଅସାର। ତେଣୁ ସମ୍ପର୍କ ବି ଗୋଟିଏ ଏମିତି ଜିନିଷ, ଯଦି ଘରେ ନାହିଁ ସମ୍ପର୍କ, ଯେତେ ଟଙ୍କା ଗାଡି ଘୋଡା ଯାହା ଥିଲେ ମଧ୍ୟ ମନ ଭିତରେ ଶାନ୍ତି ନଥାଏ, କି ଆମର ଜୀବନଟି ବହୁତ ଦୁଃଖରେ କଟିଥାଏ। ଆପଣମାନେ ଦେଖିଥିବେ, ପିଲାମାନେ ଆଜିକା ଡେଟରେ ମ୍ୟାରେଜ କରୁଛନ୍ତି, ମ୍ୟାରେଜ କରିବାର 2 ରୁ 4 ମାସ ଯାଉନି, ଝିଅ ଆସିକି ବାପା ଘରେ, ପୁଅ ମଧ୍ୟ ତାଙ୍କ ଘରେ। ସେଥିରେ କୋର୍ଟ କେସ୍ ମାଲି ମକଦ୍ଦମା କେତେ ଗୁଡେ କଣ ହଉଛି। ତାର କାରଣ କଣ ସେ ବିଷୟରେ ଆମେ ଜାଣିବା। ଯଦି ଏମିତି କାହାର ସମସ୍ୟା ଅଛି, ଆପଣ ନିଜେ ନିଜେ ଚାହିଁଲେ ସମାଧାନ କରିପାରିବେ। ଆଉ ଗୋଟେ ଜିନିଷ ହେଲା ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀ ସମସ୍ୟା କାହିଁକି ଆସେ, କୋଉ ଦିଗରେ ପ୍ରୋବ୍ଲେମଟି ରହିଲେ ଆମକୁ କ୍ୟାନ୍ସର, ବ୍ରେନ୍ ଟ୍ୟୁମର, ପାରାଲିସିସ୍ ଏଇଭଳିଆ କ୍ରୋନିକ ଡିଜିଜ ଆମ ପାଖକୁ ଆସିଯାଇଥାଏ। ଆଉ ଗୋଟେ ଜିନିଷ ଦେଖିବା, ଆମର ମନର ଶାନ୍ତି ପାଇଁ ଆମେ ଘରେ ଗୋଟିଏ ଗୋଟିଏ ପୂଜା ଘର ରଖିଥାନ୍ତି। ପୂଜା ଘର କେଉଁଠି ରହିବା ଦରକାର ତା ବିଷୟରେ ମଧ୍ୟ ଜାଣିବା। ରୋଷେଇ ଘର ଯାହାକି ଆମେ ଖାଦ୍ୟ ବନେଇଥାନ୍ତି, ଆଉ ସେଇଠୁ ଯୋଉ ଖାଦ୍ୟ ବନେଇଥାଏ ଆମେ ଖାଆନ୍ତି, ଆମର ଶରୀରକୁ ସେ ହିଁ ଶକ୍ତି ଯୋଗେଇଥାନ୍ତି। ତେଣୁ କିଚେନ ମଧ୍ୟ ଗୋଟେ ବହୁତ ବଡ ମହତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ। ତାପରେ ହେଲା ଟଏଲେଟ। ଟଏଲେଟ ର ପୋଜିସନ କୋଉଠି ରହିବ, ପୂଜା କଲା ବେଳେ କୋଉ ପଟକୁ ମୁହଁ କରି ପୂଜା କରିବା। ଆଗକୁ ଆସୁଛି ଆପଣଙ୍କର, ଏବେ ଦଶହରା ଚାଲିଛି, ଦଶହରାରେ ୟା ପରେ ଆସିବ ଆପଣଙ୍କର ଦିୱାଲି। ଆ, ଦିୱାଲି ଆସିବ। ଦିୱାଲିରେ ଆପଣ ମାନେ ଘର ପାଇଁ ଡୋର ମ୍ୟାଟ, ଗୋଟେ ଡୋର ମ୍ୟାଟ ମଧ୍ୟ ଆପଣଙ୍କ ଘରକୁ ଗୋଟେ ବାସ୍ତୁ ଦୋଷରୁ ବଞ୍ଚେଇ ଦେଇଥାଏ। ତେଣୁ କୋଉ କଲର ଡୋର ମ୍ୟାଟ ଆପଣ ମାନେ କିଣିବେ ସେ ବିଷୟରେ ବି ଟିପ୍ସ ପାଇବେ। ଆଉ ଗୋଟେ ଦେଖନ୍ତୁ, ଆମେ ସମସ୍ତେ ଟଙ୍କା ରୋଜଗାର କରନ୍ତି, ବହୁତ ପ୍ରପର୍ଟି ବନେଇ ଦିଅନ୍ତି, କିନ୍ତୁ ଜୀବନରେ ବହୁତ ଟଙ୍କା ଇନକମ କରନ୍ତି, ବ୍ୟାଙ୍କ ବାଲାନ୍ସ କରନ୍ତି, ଗାଡି ଘୋଡା କିଣନ୍ତି, କିନ୍ତୁ ନିଜର ଗୋଟେ ପ୍ରପର୍ଟି ମାନେ ଗୋଟେ ଘର ବନେଇ ପାରନ୍ତିନି। ତାର କାରଣ କଣ? ଯଦି ବନେଇବାକୁ ଚାହୁଁଛନ୍ତି ତାକୁ କେମିତି ମ୍ୟାନିଫେଷ୍ଟ କରିବେ, ଆପଣ ଗୋଟେ ଘର ବି ବନେଇ ପାରିବେ। ଆଉ ଗୋଟେ ସମସ୍ୟା ଆପଣଙ୍କୁ ଦେଖାଯାଉଥିବ, ଯୋଉମାନଙ୍କ ଘରେ ବଢିଲା ପିଲାମାନେ ଅଛନ୍ତି, ବାହାଘର କରିବାରେ ବିଳମ୍ବ ହେଇଥାଏ କିମ୍ବା ଉପଯୁକ୍ତ ପାତ୍ର କିମ୍ବା ପାତ୍ରୀ ମିଳିନଥାନ୍ତି। ତାର କାରଣ କଣ? କୋଉ ଜାଗାରେ ବାସ୍ତୁଦୋଷ ରହିଲେ ତାର ସମସ୍ୟା ଗୁଡିକ ଆସିଥାଏ। ଆମେ ଏଇ ସବୁ ଜିନିଷ ଗୁଡିକ ଜାଣିବା। ଆହୁରି ଜିନିଷ ଜାଣିବା ଯେ ଆମେ ଗୋଟେ ଘରେ ଆମକୁ କୋଉ କୋଉ ଜିନିଷ ଗୋଟେ ମେନ୍ ପ୍ରୋବ୍ଲେମ ଦେଇଥାନ୍ତି, ଯେମିତି ଗୋଟେ ମେନ୍ ଡୋର, କିଚେନ, ଟଏଲେଟ, ଘରର କଲର। ଏବେ ସବୁ ପୂଜା ଟାଇମ ସମସ୍ତେ କଲର କରୁଥିବେ, କଲର କେମିତି କଲର କଲେ ଆମର ପଞ୍ଚତତ୍ଵ ବାଲାନ୍ସ ରହିବ, ଆମେ ସୁସ୍ଥ ରହିବା, ଆମ ଘର ବି ଖୁସିରେ ରହିବ। ପୂଜା ରୁମ କୋଉଠି ରଖିବା, ବେଡରୁମ କୋଉଠି ରଖିବା। ବେଡରୁମ ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ଜାଗା। ଆମେ ସମସ୍ତେ ଖାଲି ଟଏଲେଟ ଦେଖନ୍ତି, କିଚେନ ଦେଖନ୍ତି, କିନ୍ତୁ ବେଡରୁମକୁ ଭୁଲି ଯାଆନ୍ତି। ବେଡରୁମ ଆମର ଯେମିତି କେମିତି କୋଉ ଜାଗା ରହିଲେ ଆମେ ଗୋଟେ ଖୁସିର ଜୀବନ ଯାପନ କରିବା, ସେଇ ବିଷୟରେ ମଧ୍ୟ ଜାଣିବା। ଅବଜେକ୍ଟ ପ୍ଲେସମେଣ୍ଟ, ଅଣ୍ଡରଗ୍ରାଉଣ୍ଡ ୱାଟର ଟ୍ୟାଙ୍କ, ଯୋଉଟା କି ଆମେ କୂଅ, ଓଭରହେଡ୍ ୱାଟର ଟ୍ୟାଙ୍କ ମାନେ ଛାତ ଉପରେ ପାଣି ଟାଙ୍କି କୋଉଠି ରଖିବା, ଜିଓପାଥି ଷ୍ଟ୍ରେସ୍ କଣ, ଲ୍ୟାଣ୍ଡ ଏନର୍ଜି କେମିତି ଟେଷ୍ଟ କରାଯାଏ, ଏଇ ବିଷୟରେ ସବୁ ଆମେ ଜାଣିବା। ତେଣୁ ତାକୁ ଜାଣିବା ପୂର୍ବରୁ ଆମେ ଜାଣିବା ବାସ୍ତୁ କଣ, ପ୍ରଥମେ ଜାଣିବା ଦରକାର। ବାସ୍ତୁ କଣ? ବାସ୍ତୁ କହିଲେ କୋଅର୍ଡିନେସନ ବିଟୁଇନ୍ ହ୍ୟୁମାନ ଆଣ୍ଡ ନେଚର, ପ୍ରକୃତି ଏବଂ ମଣିଷ ଭିତରେ ଯୋଉ ସମନ୍ୱୟ ରକ୍ଷା କରିବାକୁ, ତାକୁ ହିଁ ଆମେ ବାସ୍ତୁ କହିବା ବୁଝିପାରିବା। ପ୍ରକୃତି ଏବଂ ମଣିଷ ମଧ୍ୟରେ ସନ୍ତୁଳନକୁ ବଜାୟ ରଖିବା ପାଇଁ ଯୋଉ ବିଦ୍ୟା, ତାକୁ ହିଁ ବାସ୍ତୁ କହିପାରିବା। ଯାହାକି ଆମର ଯୋଉ 5ଟି ତତ୍ଵ ଅଛି, ବାସ୍ତୁଶାସ୍ତ୍ର ଏମିତି ଏକ ସନାତନ ବିଦ୍ୟା ଯାହା ଆମ ଜୀବନକୁ ସୁଖୀ ଏବଂ ସଫଳତାର ସହିତ ବଞ୍ଚିବା ଶିଖାଇଥାଏ। ଗୋଟେ ମିନିଟ। ଆମେ ଏବେ ଦେଖିବା ଯେ ଯୋଉ 5ଟି ତତ୍ଵ ଆମ ଜୀବନରେ କେମିତି ପ୍ରଭାବ ପକେଇଥାଏ। ଆମେ ଦେଖିବା, ଦେଖନ୍ତୁ ଆପଣ ଆଗରେ ସ୍କ୍ରିନ୍ ଅଛି, ଯେ ଆମର ଟୋଟାଲ ଯୋଉ ଘରଟି ଆମେ ପୃଥିବୀଟି ଆମର ଗୋଲ, ସେଥିପାଇଁ ଆମେ ଗୋଟେ କମ୍ପାସିଭ ଗୋଲ। ସେଥିପାଇଁ ଆମର ଯୋଉ କମ୍ପାସ, ବର୍ତ୍ତମାନ ଆପଣଙ୍କର ଯୋଉ ଚକ୍ରଟି ପକେଇଛି ସେ ଗୋଟେ ଶକ୍ତି ଚକ୍ର। ସେ ଶକ୍ତି ଚକ୍ରଟି କେମିତି ଆସିଲା, ଆମେ ତା ବିଷୟରେ ମଧ୍ୟ ଜାଣିବା। ଆମେ ସମସ୍ତେ ଜାଣିଛନ୍ତି ଯେ ଆମର
ଚାରୋଟି ଦିଗ ବୋଲି ଆମେ ସମସ୍ତେ ଜାଣିଛନ୍ତି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ। ଆମେ ସେ ଉପରେ ଆଲୋଚନା କରିବା, ତାପରେ ଆମେ ଆଗକୁ ଆଗକୁ ବଢିଲେ ଆପଣ ବୁଝିପାରିବେ ସୁବିଧା ଭାବରେ। ଆମେ ସମସ୍ତେ ଜାଣିଛନ୍ତି ଆମର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରୋଟି ଦିଗ। ଯେତେବେଳେ ଆମେ ଗୋଟେ ଘର କରନ୍ତି ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ବି ଜାଣନ୍ତି। ଆମେ ଯେତେବେଳେ ଘରଟିଏ ବନାନ୍ତି ସେଥିରେ ସୂର୍ଯ୍ୟଙ୍କୁ ଦେଖିକି ଆମେ ଦିଗ ନିରୂପଣ କରନ୍ତି, ଯେ ଆମେ ସୂର୍ଯ୍ୟ ଯଦି ପୂର୍ବ ଦିଗରେ ଉଦୟ ହଉଛନ୍ତି ସିଧାରେ, ଦେଖନ୍ତୁ ଏଇ ସିଧାରେ ପୂର୍ବ ଇଏ ହେଲା ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ। ଆପଣଙ୍କର ଯଦି ଏଇଠି ସୂର୍ଯ୍ୟ ଉଦୟ ହଉଛନ୍ତି, ଆମେ ଭାବୁଛନ୍ତି ବି ରୁ ନେଇକି ସି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜାଗାଟି ଆମର ପୂର୍ବ ଦିଗ ଆସୁଛି। ଯଦି ଆମେ ସେଇ କ୍ଷେତ୍ରରେ ମଧ୍ୟ ଦେଖନ୍ତୁ, ଯଦି ସୂର୍ଯ୍ୟଟି ବି ପଟକୁ ଯଦି ଉଦୟ ହଉଛନ୍ତି ମଧ୍ୟ ଆମେ ଭାବୁଛେ ଏଇ ବାହୁଟି ସମ୍ପୂର୍ଣ୍ଣ ଭାବରେ ଆମର ପୂର୍ବ ବାହୁ। ପୁଣି ସେମିତି ଯଦି ସି ପାଖରେ ମଧ୍ୟ ସୂର୍ଯ୍ୟ ଉଦୟ ହଉଛନ୍ତି ଆମେ ଭାବୁଛନ୍ତି ଏଇଠି ଟୋଟାଲ ପୂର୍ବ ବାହୁ। ଆମେ ସେଇ ଅନୁସାରେ ଆମେ ଘରର ମୁଖ୍ୟ ଦ୍ୱାର ପ୍ଲେସମେଣ୍ଟ ଦେଇଥାନ୍ତି, ଏଇ ବାହୁ ଅନୁସାରେ ଦେଖିକି ଭାବୁଛନ୍ତି। କିନ୍ତୁ ଏଇଠି ହେଇଯାଏ ଭୁଲ, ସୂର୍ଯ୍ୟଙ୍କର ଉତ୍ତରାୟଣ ବି ହୁଏ ଆଉ ଦକ୍ଷିଣାୟନ ବି ହୁଏ। ସେଥିପାଇଁ ଆମେ କଣ କରିବାକୁ ପଡିବ ନା, ଆମେ ଘରଟିଏ ବନେଇବାକୁ ହେଲେ ପ୍ରଥମେ ଆମ ଜାଗାର ଆଙ୍ଗେଲ ଜାଣିବାକୁ ପଡିବ। ଜାଗାର ଆଙ୍ଗେଲ ଜାଣିବାକୁ ହେଲେ ଆମକୁ କଣ କରିବାକୁ ପଡିବ ନା, ଗୋଟେ କମ୍ପାସର ଆବଶ୍ୟକତା ପଡିବ। ଘର ଆଙ୍ଗେଲ ଜାଣିବା ପାଇଁ, ପ୍ଲଟର ଆଙ୍ଗେଲ ଜାଣିବା ପାଇଁ ଆମକୁ କମ୍ପାସର ଆବଶ୍ୟକତା ପଡିବ। ଆମେ ଯେତେବେଳେ ଗୋଟେ ଘର ବନେଇବା ପ୍ରଥମେ ଆମେ ପ୍ଲଟର ଆଙ୍ଗେଲ ଜାଣିବା। ଆଙ୍ଗେଲ ଜାଣିଲା ପରେ ଆମେ ଘରଟି ବନେଇବା। ଧରନ୍ତୁ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଗୋଟେ ଘର ମୋଡ ବୋଲି ଆପଣମାନେ ଶୁଣିଥିବେ। ତେଣୁ ଘର ମୋଡକୁ ଜାଣିବା ପାଇଁ ହେଲେ ଆମକୁ ଗୋଟିଏ କମ୍ପାସ ଦରକାର। ଯଦି ଆପଣ ଗୋଟିଏ ନୂଆ ଜାଗା ଘରରେ କରୁଛନ୍ତି ସେଇ ଟାଇମରେ ଆମର ଗୋଟେ ମ୍ୟାଗ୍ନେଟିକ କମ୍ପାସର ସାହାରା ନେଇକି ଆମେ କରିପାରିବା, ଦେଖିପାରିବା ଯେ ଘରର ସେ ଜାଗାର ଆଙ୍ଗେଲ କଣ ଅଛି। ଆଉ ଗୋଟେ ହଉଛି ଆମେ ମୋବାଇଲର କମ୍ପାସ ମଧ୍ୟ ଆମେ ୟୁଜ କରିପାରିବା। ଯଦି ଆପଣ ବ୍ରାଣ୍ଡେଡ ମୋବାଇଲ ଧରିଛନ୍ତି, ଆଇଫୋନ ଧରିଛନ୍ତି, ଆପଣଙ୍କର ସେ ଆଇଫୋନର କମ୍ପାସ ଯୋଉଠି ଅଛି ସିଏ ଆମକୁ ମାନେ ଆକ୍ୟୁରେସି ଦେଇଥାଏ ଯେ ଘରର ଆଙ୍ଗେଲ କେତେ ଅଛି କି ପ୍ଲଟର ଆଙ୍ଗେଲ କେତେ ଅଛି। ଆଉ ଘର ଯେତେବେଳେ ବନି ଯାଇଥାଏ ସେତେବେଳେ ଆଉ ମ୍ୟାଗ୍ନେଟିକ କମ୍ପାସ ଠିକ ଠାକ କାମ କରେନି, ତାର ରେଜଲ୍ଟ ଠିକ ଦେଇପାରେନି। ତେଣୁ ଫାଇନାଲ ଯେତେବେଳେ ଆମେ ଗୋଟେ ରେମିଡି କରନ୍ତି କିମ୍ବା କୌଣସି ନୂଆ ଘର ବନାନ୍ତି, ଆମେ ସେଠି ଗୁଗୁଲ ଆର୍ଥର ସାହାରା ନେଇଥାଉ, ଯାହାକି ବହୁତ ଆକ୍ୟୁରେଟ। ଇଏ ଆଉ ହଲିବାର ନାହିଁ, ଇଏ ପୁରା ଫିକ୍ସ। ତେଣୁ ଆମେ ଏଇ କ୍ଷେତ୍ରରେ ମଧ୍ୟ ଆଉ ଟିକେ କ୍ଲାସ ଆଗକୁ ବଢିଲା ପରେ ଆମେ ମଧ୍ୟ ଆପଣମାନଙ୍କର କାହାର ଘର କେତେ ମୋଡ ଆପଣମାନେ ସାୟଦ ଜାଣିନଥିବେ, ଆମେ ଏଇଠି ଥାଇକି ମଧ୍ୟ ଆମେ ଜାଣିପାରିବା ଯେ ଆପଣଙ୍କ ଘରର ମୋଡ କେତେ ଅଛି। ତେଣୁ ମୁଁ ଗୋଟିଏ ଦିଟା ଏକ୍ସାମ୍ପଲ ନେଇକି ମଧ୍ୟ ଦେଖେଇଦେବି। ଯୋଉମାନେ ସହରାଞ୍ଚଳରେ ରହୁଛନ୍ତି ଆଉ ଜଣେ ଗ୍ରାମାଞ୍ଚଳ, ଦି ଜଣଙ୍କୁ ନେବା ଯୋଉମାନଙ୍କର ଘର ଆଙ୍ଗେଲ ଆମେ ଏଇଠୁ ବସିକି ଜାଣିପାରିବା ଯେ ଘରର ଆଙ୍ଗେଲ କଣ ଅଛି। ତେଣୁ ଆମେ ଦେଖିବା, ଏଇଠି ଦେଖିବା ଆମେ କେତେ ଜଣ ଭାବୁଛନ୍ତି। ଆପଣ ଏଠି ଚାଟିଂ କରିବେ, ମୋ ସାଙ୍ଗେ ଚାଟ କରିବେ ଏଇଠି, ଯେ କେତେ ଜଣ ଭାବୁଛନ୍ତି ଆମେ ଯେ ଘରର ଐଶାନ୍ୟ କୋଣ ଗୋଟିଏ କୋଣରେ ହିଁ ଆସିବ। କେତେ ଜଣ ଭାବୁଛନ୍ତି ସେଇଟା ଟିକେ ଚାଟ କରି ଜଣାନ୍ତୁ। ଯିଏ ଭାବୁଛନ୍ତି ଐଶାନ୍ୟ କୋଣ ଗୋଟିଏ କୋଣରେ ହିଁ ଆସେ, ଆଇ ଲେଖନ୍ତୁ। ଆଇ, କେବଳ ଆଇ। ଯୋଉମାନେ ଭାବୁଛନ୍ତି କି ମାନେ ଐଶାନ୍ୟ କୋଣ ଗୋଟିଏ କୋଣରେ ଆସେ। ଭେରି ଗୁଡ, ଭେରି ଗୁଡ। ହଁ ଆଚ୍ଛା, ଏଇଟା ମୁଁ ଦେଖିପାରୁନି, କେତେ ଜଣ ହଁ ଆସୁଛନ୍ତି ଆଇ ଦେଖିଲେ? ହଁ, ଲେଖିଲେଣି, ଅନେକ ଜଣ ଲେଖିଲେଣି। ଆଚ୍ଛା ଠିକ ଅଛି। ଏବେ ଆମେ ଦେଖିବା ଯେ ଗୋଟିଏ ଘର, ଆମେ ଧରନ୍ତୁ ଗୋଟିଏ ଏଇଟା ଘର କରିଛନ୍ତି। ଏଇ ସ୍କ୍ରିନ ବର୍ତ୍ତମାନ ଆପଣଙ୍କୁ ଦେଖାଯାଉଛି? ଆଜ୍ଞା ଆଜ୍ଞା, ଦେଖାଯାଉଛି। ଆଜ୍ଞା ସାର୍ ଆଜ୍ଞା। ଆଜ୍ଞା, ଏଇ ଯୋଉ ଗାର ଟିକେ ପକେଇଛନ୍ତି, ଗାରଟି ଟିକେ ଇରେଜ କରିଦିଅନ୍ତୁ। ନାଇଁ, ଆପଣ ନିଜେ କଣ କରନ୍ତୁ କି ଯୋଉ ମୁଁ କହିଦଉଛି ଆପଣଙ୍କୁ। ଟିକେ ଗାରଟା ହେଲା ବେଳକୁ ଟିକେ ଅସୁବିଧା ହଉଛି, କାରଣ ମତେ ଦେଖନ୍ତୁ ଆମେ ଏଇଟା ଦେଖିବା। ଆପଣ ଦେଖନ୍ତୁ, ଆପଣ ଦେଖନ୍ତୁ ଏଇଟା ଗୋଟେ ଘର। ଉପରକୁ ରହିଛି ଉତ୍ତର, ତଳକୁ ରହିଛି ଦକ୍ଷିଣ, ରାଇଟ ସାଇଡ୍ କି ରହିଛି ଆପଣଙ୍କର ପୂର୍ବ, ଲେଫ୍ଟ ସାଇଡ୍ କୁ ରହିଛି ପଶ୍ଚିମ। ଆପଣମାନେ ଭାବୁଛନ୍ତି ଆମେ କଣ କରୁ, ଯେତେବେଳେ କମ୍ପାସ ଆପଣ ଦେଖିଥିବେ କମ୍ପାସରେ 0 ଡିଗ୍ରୀକୁ ଆମେ ନର୍ଥ ମାନିଥାନ୍ତି ଏବଂ ପୂର୍ବ ଦିଗକୁ 90 ଡିଗ୍ରୀ ମାନିଥାନ୍ତି।
ଦକ୍ଷିଣ ଦିଗକୁ 180 ଡିଗ୍ରୀ ମାନିଥାନ୍ତି ଏବଂ ପଶ୍ଚିମ ଦିଗକୁ 270 ଡିଗ୍ରୀ ମାନିଥାନ୍ତି। ଯଦି ପୂର୍ବ 90 ଡିଗ୍ରୀ ହୁଏ ଆଉ ଉତ୍ତର 0 ଡିଗ୍ରୀ ହୁଏ, ତାମାନେ ଐଶାନ୍ୟ କୋଣ କଣ କୁହନ୍ତି ନା ଉତ୍ତର ଏବଂ ପୂର୍ବର ମଝି ଜାଗାଟାକୁ ଆମେ କୁହନ୍ତି ଯେ ଐଶାନ୍ୟ କୋଣ। ତାମାନେ କଣ ହବ, ଇଏ 0 ଡିଗ୍ରୀ ଆଉ 90 ଡିଗ୍ରୀର ମଝି କଣ ଆସୁଛି ଦେଖନ୍ତୁ। ବର୍ତ୍ତମାନ ଏଇଠି ଟୋଟାଲ ଯୋଉ ଘରଟି ହେଲା ଇଏ ଟୋଟାଲ ହେଲା 0 ଡିଗ୍ରୀ, ଏପଟେ ରହିଲା ପୂର୍ବ ପଟେ ରହିଲା 90 ଡିଗ୍ରୀ। ତାର ଗୋଟିଏ ମଝିରେ ତାର 45 ଡିଗ୍ରୀ, 90 ଟାକୁ ଯେତେବେଳେ ଡିଭାଇଡ କରିଦେଉଛନ୍ତି 45 ଡିଗ୍ରୀ ଆଉ 45 ଡିଗ୍ରୀ ମଧ୍ୟ ଆମର ଆସୁଛି, ବୁଝିପାରିଲେ। ତେଣୁ ଆମେ ଦେଖିବା ସେଇ ଯୋଉ ପ୍ଲଟକୁ ଆମେ ଯାଇଥିଲେ ପୁଣି ସେଇ ପ୍ଲଟକୁ ଯିବା। ଦେଖନ୍ତୁ ଆମେ ବର୍ତ୍ତମାନ ଏଠି 0 ଡିଗ୍ରୀ ଆଉ ଏପଟେ ରହିଲା 90 ଡିଗ୍ରୀ। ଆମର ଏଠି ଆମେ କଣ କରିଛନ୍ତି ନା ଆମେ ଭାବୁଛନ୍ତି ଯେ ଏଇ କର୍ଣ୍ଣରରେ ହିଁ ଆସିବ ଗୋଟିଏ ଆମର ପୂଜା ଘର, ଆମେ ଏଇ କର୍ଣ୍ଣର ନର୍ଥ ଇଷ୍ଟ ଏଇଟା ଆସିବ। କିନ୍ତୁ ଦେଖନ୍ତୁ ନର୍ଥ ଇଷ୍ଟ ଯୋଉଠି 45 ଡିଗ୍ରୀ ଆସିବ ସେଇ ଜାଗାରେ ହିଁ ଦେଖନ୍ତୁ ନର୍ଥ କୋଉଠି ଆସୁଛି ନା ଏ ସବୁ ଚାରିପାଖେ ଡିଗ୍ରୀ ସବୁ ଲେଖା ହେଇଛି। 0 ରୁ 10 ଡିଗ୍ରୀ, 20 ଡିଗ୍ରୀ, 30 ଡିଗ୍ରୀ, 40 ଡିଗ୍ରୀ, 50 ଡିଗ୍ରୀ, 60 ଡିଗ୍ରୀ, 70 ଡିଗ୍ରୀ ଏମିତି ସବୁ ଅଛି। ତେଣୁ ଆମେ କଣ କରୁଛନ୍ତି ନା 45 ଡିଗ୍ରୀ ହିଁ ରଖିପାରିବା। ଧରନ୍ତୁ ଏଇଠି 45 ଡିଗ୍ରୀ ଆସୁଛି, ତାହେଲେ ଆମର ଏଇ ଯୋଉ ପୂଜା ଘରଟି ଆଉ ଏ କର୍ଣ୍ଣରରେ ରହିବନି। ଆପଣ ଯୋଉଠି ରହିବ ଆପଣଙ୍କର ନର୍ଥ ଇଷ୍ଟ, ଆମର ସେଇଠି ରଖିବାକୁ ପଡିବ ନର୍ଥ ଇଷ୍ଟ। ପୂଜା ଘର ଏଠି ରହିବ। ଆମେ ସମସ୍ତଙ୍କର ଭ୍ରାନ୍ତ ଧାରଣା ଯେ ଆମର ଯଦି ପ୍ଲଟ ରେକ୍ଟାଙ୍ଗୁଲାର ଅଛି, ଆପଣ ଦେଖିବେ ଏଇ ଜାଗାରେ ହିଁ ନର୍ଥ ଇଷ୍ଟ ଆସିବ। ଧରି ନିଅନ୍ତୁ ଆମେ ଆକୁ ଛୋଟିଆ କରିଦବା, ସ୍କୋୟାର ସାଇଜ କରିଦବା। ଯଦି ଆପଣ ସେଥିପାଇଁ କୁହାଯାଏ ଘର ଯେତେବେଳେ କରିବେ ସ୍କୋୟାର କରିବେ କିମ୍ବା ରେକ୍ଟାଙ୍ଗୁଲାର କରିବେ। ଦେଖନ୍ତୁ ଆମେ ଏଇଠି ବର୍ତ୍ତମାନ ସ୍କୋୟାର ସାଇଜ କରିଦେଲେ ଘରଟିକୁ। ସ୍କୋୟାର ସାଇଜ କଲେ ଆମର ନର୍ଥ ଇଷ୍ଟ 0 ଡିଗ୍ରୀ ଥାଏ ନର୍ଥ, ତାମାନେ ଆମର 45 ଡିଗ୍ରୀ ଠାକୁର ଘର ଆମେ ରଖିପାରିବା। ସେଇଭଳିଆ ଆମେ କଣ କରିପାରିବା ନା ଆମର ରୋଷେଇ ଘରଟି କୋଉଠି ରଖିବା ନା ଆପଣଙ୍କର ଅଗ୍ନି କୋଣରେ। ଦେଖନ୍ତୁ ଏଇଠି ସାଉଥ ଇଷ୍ଟ ଲେଖା ହେଇଛି, ପୂର୍ବ ଏବଂ ଦକ୍ଷିଣ କୋଣ ମଝିରେ 135 ଡିଗ୍ରୀ ହଉଛି ଆପଣଙ୍କର ଅଗ୍ନି କୋଣ। ଯଦି ଆମେ କଣ କରିବା, ଘରଟି ଆମର ରେଗୁଲାର ରେକ୍ଟାଙ୍ଗୁଲାର ଅଛି, ଏମିତି ଲମ୍ବାଳିଆ ଅଛି, ପୂର୍ବ ପଶ୍ଚିମ ଲମ୍ବାଳିଆ ଅଛି, ଆମର ସେଇ ଜାଗାରେ କଣ ହବ ନା ଐଶାନ୍ୟ ଆଉ କୋଣରେ ଆସିବନି, ସେଠି କଣ ଆସିବ ନା ଏମିତି ଯୋଉଠି 45 ଡିଗ୍ରୀ ଆସିବ ଆମେ ସେଇଠି ରଖିବା। ଯଦି ଆମର ନର୍ଥ ଆଉ ସାଉଥ ସିଧା ଥାଏ, ଯଦି ଆମର ନର୍ଥ ବୁଲି ଯାଇଥାଏ, ମୁଁ ଆପଣଙ୍କୁ ଆଉ ଗୋଟେ ଏକ୍ସାମ୍ପଲ ଦେଇ ବୁଝେଇବି। ଦେଖନ୍ତୁ ଯଦି ଆମର ଏଇ ଦେଖନ୍ତୁ ଏଇଠି କଣ ହେଇଛି ନା ନର୍ଥ ଏପଟୁ ଲେଫ୍ଟ ସାଇଡ୍ ଦେଖନ୍ତୁ ପଳେଇ ଯାଇଛି, ଝୁଲି ଯାଇଛି, ଇଏ 44 ଡିଗ୍ରୀ ମୋଡି ହେଇଯାଇଛି। ତେଣୁ ଏ ଜାଗାରେ କଣ ହେଇଛି ନା ଆପଣଙ୍କର ପୂଜା ଘରଟି ଏପଟୁ 45 ଡିଗ୍ରୀ ଯୋଉଠି ହବ ତାକୁ ସେଇଠି ରଖିବାକୁ ପଡିବ। ଦେଖନ୍ତୁ 40 ରୁ 50 ଡିଗ୍ରୀ ଭିତରେ 45 ଡିଗ୍ରୀ ଆମେ ରଖିବାକୁ ପଡୁଛି ଏଠି। ଆପଣ ମାନେ ବୁଝିପାରୁଥିବେ ଯେ ଘର ଆମର ଯଦି ଆମେ ଡିଗ୍ରୀ ଅନୁସାରେ ରଖିବା, କେବେ କେବେ ଭାବିବାନି ଯେ ଗୋଟେ କୋଣରେ ହିଁ ଆମର ଐଶାନ୍ୟ କୋଣ ଆସିବ କି ଗୋଟେ କୋଣରେ ଆମର ଅଗ୍ନି କୋଣ ଆସିବ। ଆମେ ଏଇ ଜିନିଷ ଗୁଡିକ ଭୁଲ କରନ୍ତି, ଯାହା ଦ୍ୱାରା ଆମେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏଠି ଆଉ ଗୋଟେ ଦେଖନ୍ତୁ ଏ ଜାଗାରେ କଣ ହେଇଛି, ନର୍ଥ ସେ ପୂର୍ବ ଭିଡିଓ ପୂର୍ବ ସ୍କ୍ରିନରେ ଥିଲା ଯେ ଲେଫ୍ଟ ସାଇଡ୍ କୁ ବୁଲି ଯାଇଥିଲା, ଏବେ ଦେଖନ୍ତୁ ରାଇଟ୍ ସାଇଡ୍ କି ନର୍ଥ ବୁଲି ଯାଇଛି। ତେଣୁ ଏଠି ନର୍ଥ ରହିବାକୁ ସାଉଥ ଆସିଲାଣି ଏପଟ କୋଣକୁ। ତେଣୁ ସେଇ ପରିପ୍ରେକ୍ଷୀରେ ଆଉ ଆପଣଙ୍କର ଯୋଉ ଐଶାନ୍ୟ କୋଣ ଏଇଠି ଥିଲା ଏବେ ଏଠିକି ପଳେଇ ଆସିଲାଣି। ତେଣୁ ଆପଣ ମନେ ମନେ ଭାବିଛନ୍ତି ଯେ ଆପଣଙ୍କର ଘରଟି ଅଛି ଏଇଭଳିଆ ନର୍ଥ 0 ରେ ଅଛି, ଆପଣ ଭାବିକି ଘରଟିଏ କରିଛନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଘରର ଏଙ୍ଗେଲ ଦେଖାଯାଉଛି, ଆପଣ ଭାବିଛନ୍ତି ଯେ ଏଇଟା ମୋର ଘର, ମୁଁ ଏଇଠି କଣ କରିଛି ନା ରଖିଦେବି ମୋର ଐଶାନ୍ୟ କୋଣ ଏଇ କୋଣରେ ଅଛି, ମୁଁ ଏଇଠି ମନ୍ଦିରଟି କରିଦେଇଛି। କିନ୍ତୁ ହେଇଛି କଣ ନା ଆପଣଙ୍କର ପୂଜା ମନ୍ଦିରର ଜାଗା ଏଠି ଆସିଯାଇଛି, ସେଇ ଅନୁସାରେ ଆପଣଙ୍କର ମୁଖ୍ୟ ଦ୍ୱାର ବି ସେଟ୍ କରିଥିବେ। ଯେ ପୂର୍ବ ଦିଗ ଆମେ ଜାଣିଛନ୍ତି ମୁଖ୍ୟ ଦ୍ୱାର କୋଉଠି, ଆଗାମୀ ଭିଡିଓରେ ଆଗାମୀ ଷ୍ଟେପରେ ଆମେ ଜାଣିବା ଯେ ମୁଖ୍ୟ ଦ୍ୱାର ଆମେ କୋଉଠି କୋଉଠି ରଖିବା ଦରକାର ବୋଲି। ଆମେ ମୁଖ୍ୟ ଦ୍ୱାର ଟିକେ ଜାଣିଲେ ହିଣ୍ଟସ ଦେଲେ ଆପଣ ଜାଣିପାରିବେ। 90 ଡିଗ୍ରୀରେ ଯୋଉଠି ସବୁ ଆମର ଅଛି 90 ଡିଗ୍ରୀ, 0 ଡିଗ୍ରୀ, 90 ଡିଗ୍ରୀ, 180 ଡିଗ୍ରୀ ଆଉ 270 ଡିଗ୍ରୀ, ଯଦି ଆମର ଡିଗ୍ରୀ ଠିକ ଅଛି ଯୋଉଠି ଆମର ଆସିବ 0 ଡିଗ୍ରୀ ଜଷ୍ଟ ତାର ଲେଫ୍ଟ ସାଇଡରେ ଆମେ ମୁଖ୍ୟ ଦ୍ୱାର କରିପାରିବା ଉତ୍ତର ଦିଗରେ। 90 ଡିଗ୍ରୀ ପୂର୍ବ ଦିଗରେ ଯୋଉଠି 90 ଡିଗ୍ରୀ ଆସିବ ତାର ଜଷ୍ଟ ଲେଫ୍ଟ ସାଇଡରେ ଆମେ ଆମର ମୁଖ୍ୟ ଦ୍ୱାର ରଖିପାରିବା। ଯୋଉଠି 180 ଡିଗ୍ରୀ ଆସିବ ଜଷ୍ଟ ତାର ଲେଫ୍ଟ ସାଇଡରେ ମୁଖ୍ୟ ଦ୍ୱାର କରିପାରିବା। ପଶ୍ଚିମ ଦିଗରେ ମଧ୍ୟ ଯୋଉଠି 270 ଡିଗ୍ରୀ ଆସିବ ଜଷ୍ଟ ତାର ଲେଫ୍ଟ ସାଇଡରେ ମୁଖ୍ୟ ଦ୍ୱାର କରିପାରିବା। ତେଣୁ ଏଇ ପରିପ୍ରେକ୍ଷୀରେ ଆମେ ଦେଖିବାର ଅଛି ଯେ ଆମେ ଯଦି ଆମର ଏଣ୍ଟ୍ରାନ୍ସ ଟି କରିଛନ୍ତି 90 ଡିଗ୍ରୀ ସାଇଡରେ ଆଉ ଆମ ନର୍ଥ ବୁଲି ଯାଇଛି, ଆମ ନର୍ଥ ଧରି ନିଅନ୍ତୁ ବୁଲି ଯାଇଛି 30 ଡିଗ୍ରୀ ଏଙ୍ଗେଲ ହେଇଯାଇଛି, 30 ଡିଗ୍ରୀଟା ଏଇଠି ପଳେଇ ଆସିଛି, ତା ନର୍ଥ ପଳେଇ ଆସିଲା ଏଠି, ତାହେଲେ ଆମ ଏଣ୍ଟ୍ରାନ୍ସ ହେଇଗଲା ଭୁଲ। ଆମେ ଯୋଉ ତୃତୀୟ 8 ଭାଗ କରିକି ଗୋଟିଏ ଜୋନକୁ 8 ଭାଗ କରିବା, 8 ଭାଗ କରିସାରିଲା ପରେ ତୃତୀୟ ଚତୁର୍ଥ ପାଦରେ ଆମେ ଯେମିତି ରଖନ୍ତି ମୁଖ୍ୟ ଦ୍ୱାରକୁ, ସେଇ ଜିନିଷଟା ହବନି, ଭୁଲ ହେଇଯିବ।
ତେଣୁ ଆମେ ଏଙ୍ଗେଲ ପ୍ରଥମେ ଜାଣିବାର ଅଛି। ଘରର ଏଙ୍ଗେଲ ଆମେ ନିହାତି ଜାଣିବା ଦରକାର। ନିଜ ଘରର ଏଙ୍ଗେଲ, ଯେମିତି ଆମେ ଜନ୍ମ ହଉଛେ, ଯୋଉ ପିଲାଟି ଜନ୍ମ ହଉଛି ଗୋଟେ ଘରେ, ତାର ଜାତକ ଆମେ ବନଉଛେ, କିନ୍ତୁ ଆମେ ଯୋଉ ଘରେ ରହୁଛନ୍ତି ତାର ଆମେ ଗୋଟେ ଜାତକ ବନେଇ ପାରୁନାହାନ୍ତି। ଏଇ ଯୋଉ ନକ୍ସାଟି ମୁଁ ଆଗାମୀ ଦିନରେ ଦେଖେଇବି, ଯେ ଆମେ ଗୋଟେ ଘର ଯେତେବେଳେ ବନଉଛନ୍ତି ତାର ଟୋଟାଲ ନକ୍ସାଟା ଦେଖେଇବି, କେମିତି କାମ ହୁଏ। ସେଇ ଜିନିଷ ଆପଣ ଦେଖିଲେ ଆପଣ ଜାଣିପାରିବେ। ଯଦି ଆପଣଙ୍କ ଘରେ ଅଛି, ଯଦି ନକ୍ସା ଗ୍ରିଡ୍ କରିଛନ୍ତି, ବହୁତ ଭଲ କଥା। ନହେଲେ ନାଇଁ, କମ ସେ କମ ଗୋଟିଏ ଥର ଗ୍ରିଡ୍ ଏମିତି କରେଇ ନେବା ଦରକାର। କରିନେଲେ କଣ ହବ, ଆପଣ ଜାଣିପାରିବେ ଯେ ଆପଣଙ୍କର କୋଉ ଜିନିଷଟା କୋଉ ଜାଗାରେ ଅଛି। ଆପଣ ମାନେ ଟିକେ ବୁଝିପାରୁଛନ୍ତି କି? ଯଦି ବୁଝିପାରୁଛନ୍ତି ଟିକେ ୟେସ୍ ଗୋଟେ ଲେଖନ୍ତୁ, କମେଣ୍ଟ ଟିକେ ଲେଖନ୍ତୁ। ସବୁଠୁ ବଡ କଥା ହେଲା ଆମ ମନରେ ଗୋଟେ ଜିନିଷ ଦିଗକୁ ନେଇକି ଯୋଉଟା ଥିଲା ସେଟା ସମ୍ପୂର୍ଣ୍ଣ ଭାବରେ ଠିକ ନୁହେଁ। ଆମେ ଆମର ଗ୍ରେଡ ଅନୁସାରେ ବା ଆମେ ଏଇ ଯୋଉ ଚକ୍ର ଅନୁସାରେ କମ୍ପାସ ଅନୁସାରେ ଯେତେବେଳେ କରିବା ଆମର ଦିଗଟାକୁ ଆମେ ଠିକରେ ଜାଣିପାରିବା। ଏତିକି ଆଗ ଶୁଣନ୍ତୁ। ଆଉ ଯୋଉମାନେ ବୁଝୁଛନ୍ତି ବହୁତ ବଢିଆ କଥା, ଆପଣ ୟେସ୍ ଲେଖନ୍ତୁ। ଆରାମରେ ହଁ, ବସନ୍ତୁ, ଯୋଉମାନେ ନ ବହୁତ ବୁଝି ଜିନିଷ ମାଇଣ୍ଡ ରିସିଭ କରିବ ଆପଣଙ୍କର। ଚଲାନ୍ତୁ ସାର୍। ହଁ, ଆଜି ଆଉ ଟିକେ ବି ଡିଷ୍ଟର୍ବ ହଉଛି, ଟିକେ ଲାଇଟ୍ ସର୍ଟେଜ। ମୁଁ ଟିକେ ମୋ ଲୋକେସନ ବାହାରେ ଅଛି, ତେଣୁ ମତେ ଟିକେ ବି କମ୍ଫର୍ଟେବଲ ହଉନି। ଠିକ ଆମେ ଅଛି ଟିକେ ଠିକ ଲାଇଟ୍ କି ଆସିବା, ନେକ୍ସଟ ଯେତେବେଳେ କ୍ଲାସ୍ ନେବା ଆମେ ବହୁତ ଭଲରେ ବୁଝିବା। ଆଉ ଥରେ ପୁଣି ରିପିଟ କରିଦବା। ହଁ, ଏବେ ଆମେ ଯିବା। ଆମେ କଥା ହଉଥିଲେ ଯେ ଟୋଟାଲ ଆମେ କଥା ହଉଥିଲେ ଯେ ଆମର ଯୋଉ ଚାରୋଟି ଦିଗ ବିଷୟରେ ଆମେ କଥା ହଉଥିଲେ। ପ୍ରଥମେ ଆମେ ଜାଣିଲେ ଯେ ଟୋଟାଲ ଏଇ ଯୋଉ ଘରଟିକୁ ଆମେ ଚାରୋଟି ଦିଗ ଆମେ ଜାଣିଛନ୍ତି, ଯେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଆମର ଚାରୋଟି ଦିଗ। ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଆମେ ଜାଣିଛନ୍ତି। କିନ୍ତୁ ଆହୁରି ବି ଜାଣିଛନ୍ତି ତାର କୋ ଡାଇରେକ୍ସନ, ଉପଦିଗ ଯୋଉ ଗୁଡିକ ଅଛି ସିଏ ବି ଚାରୋଟି, ଯାହାକି ଆମର ବାୟୁ, ଐଶାନ୍ୟ, ନୈಋତ୍ୟ ଏବଂ ଅଗ୍ନି। ଯଦି ନର୍ଥ ସାଉଥ ପୋଲ ଠିକ ଥାଏ, ତାମାନେ ଆମର ଐଶାନ୍ୟ, ଅଗ୍ନି, ନୈଋତ୍ୟ, ବାୟୁ ମଧ୍ୟ ଠିକ ଜାଗାରେ ଆସିବ। ଆମେ ଯେତେବେଳେ ଆକୁରେସି ଆଣିବାକୁ ଚାହୁଁଛନ୍ତି, ବାସ୍ତୁରେ ରେଜଲ୍ଟ ଆଣିବାକୁ ଚାହୁଁଛନ୍ତି, ଆମେ ମନି ବ୍ୟାକ୍ ଗ୍ୟାରେଣ୍ଟିର ସହିତ ଯେତେବେଳେ କାମ କରିବାକୁ ଯାଉଛନ୍ତି, କେମିତି କାମ କରିବା? ଆଗରୁ ଦେଖିଥିବେ ଡକ୍ଟର ମାନେ ଥିଲେ, ଗୋଟିଏ ଡକ୍ଟର ଗାଁରେ ସେ ସବୁ ପ୍ରକାର ରୋଗକୁ ଚିକିତ୍ସା କରୁଥିଲେ। କିନ୍ତୁ ଆଜିକା ଡେଟରେ ଦେଖନ୍ତୁ ଧୀରେ ଧୀରେ ସବୁ ସ୍ପେଶାଲିଷ୍ଟ ହେଇଗଲେଣି। ସେମିତି କଣ କରାଯାଇଛି ନା, ଏଇ ଯୋଉ ବାସ୍ତୁ, ଆମେ ଯୋଉ ଡାଇରେକ୍ସନ ଜୋନକୁ 8ଟି ଜୋନକୁ ତାକୁ 16ଟି ଜୋନରେ ଡିଭାଇଡ କରିଦିଆଯାଇଛି। 16 ଡାଇରେକ୍ସନ ମେଥଡରେ ଆଜିକା ଡେଟରେ ବାସ୍ତୁ ହଉଛି। ଏଟା ଆଜିର ଡେଟ ନୁହଁ, ଏ ବହି ଯୋଉ ଆମର ବିଶ୍ୱକର୍ମା ପ୍ରକାଶ ଯୋଉ ଲେଖା ହେଇଛି, ଏ ବହୁତ ପୁରାତନ କାଳରୁ ଲେଖା ହେଇଛି। ଦେଖନ୍ତୁ, ଗୋଟିଏ ଘରକୁ ଆମେ 16ଟି ଦିଗରେ କରିଦେଲେ। ପ୍ରଥମେ ଥିଲା ଚାରୋଟି ଡାଇରେକ୍ସନ। ଦେଖନ୍ତୁ, ପ୍ରଥମେ ଚାରୋଟି ଥିଲା, ତାପରେ ସେ 8ଟି ଡାଇରେକ୍ସନ ହେଲା, ତାପରେ ସେ 16ଟି ଡାଇରେକ୍ସନ ହେଲା। ଏଇ 16ଟି ଡାଇରେକ୍ସନ ସମସ୍ତଙ୍କର ଗୁଣଧର୍ମ ଅଲଗା ଅଲଗା। ଉତ୍ତରର କାମ ଅଲଗା, ଉତ୍ତର ଉତ୍ତର ପୂର୍ବର କାମ ଅଲଗା, ଐଶାନ୍ୟର କାମ ଅଲଗା, ପୂର୍ବ ଉତ୍ତର ପୂର୍ବର କାମ ଅଲଗା, ପୂର୍ବର କାମ ଅଲଗା। ଏ ସବୁ କଣ କଣ କାମ? ଏମାନେ ସବୁ ଆମକୁ ସୁବିଧା ଦେବେ। ଗୋଟିଏ ଘରେ ଯଦି ଏଇ ଜିନିଷ ଗୁଡିକ ସବୁ ବାଲାନ୍ସ ଥାଏ, ସେ ଆମକୁ ସବୁ ସେଇ ସବୁ ସୁବିଧା ଦେଇଥାନ୍ତି। ଉତ୍ତରର କାମ କଣ? ଆମେ ଏବେ ଦେଖିବା ଯେ ଆମ ଘର ଉତ୍ତର। ଯଦି ଆମ ଘରର ଉତ୍ତର, ଉତ୍ତର କହିଲେ ଆମର ପୁରା ଲେଫ୍ଟ ସାଇଡ ନେଇ ରାଇଟ ସାଇଡ କର୍ଣ୍ଣର ପର୍ଯ୍ୟନ୍ତ ଆମର ଟୋଟାଲ ଉତ୍ତର ଆମେ ଦେଖିବା ନାହିଁ। ଆମେ ତାକୁ ଯୋଉ 16 ଜୋନରେ ଡିଭାଇଡ କରିଦିଆଯାଇଛି, ସେଥିରେ ଆମର ଉତ୍ତର 300, ଏଇ ଯୋଉ ଲେଖା ହେଇ ଦେଖନ୍ତୁ, ୟାର ଡିଗ୍ରୀ ଅଛି। 0 ଡିଗ୍ରୀ ଲେଫ୍ଟ ସାଇଡ କୁ 11.5 ଡିଗ୍ରୀ, ରାଇଟ ସାଇଡ କୁ 11.5 ଡିଗ୍ରୀ। ଏଇ ଟୋଟାଲ ଯୋଉ 22 ଟୋଟାଲ ଧରନ୍ତୁ 360 ଡିଗ୍ରୀ ଯେତେବେଳେ ଆମେ ଟୋଟାଲ ଘରଟାକୁ ଦେଖୁଛେ, ତାକୁ ଆମେ ଡିଭାଇଡ କରିଦେଇଛନ୍ତି 16 ଡାଇରେକ୍ସନରେ। ଗୋଟିଏ ଡାଇରେକ୍ସନ, ଗୋଟିଏ ଜୋନର ଏରିଆ ଆସିବ 22.5 ଡିଗ୍ରୀ। ତାମାନେ ଆମର, ଆମେ ଜାଣିଛେ ଯେ 0 ଡିଗ୍ରୀ ଉତ୍ତରରୁ ନେଇକି ପୂର୍ବ ପର୍ଯ୍ୟନ୍ତ 90 ଡିଗ୍ରୀ, 90 ଡିଗ୍ରୀ ଅଧା କଲେ ଆମର, ଆପଣ ଆସୁଛି କଣ ନର୍ଥ ଇଷ୍ଟ, ଐଶାନ୍ୟ କଣ ଆସିଲା, ସେମିତି ତାକୁ ଅଧା କରିଦେଲା ପରେ ଏ 45 ଡିଗ୍ରୀ ଅଧା ହେଇଗଲା, 22.5 ଡିଗ୍ରୀ ଆସିଗଲା। ନର୍ଥ ଡାଇରେକ୍ସନ ଯଦି ଆମର ବାଲାନ୍ସ ଥାଏ, ନର୍ଥ ଆମକୁ କଣ କଣ ସୁବିଧା ଦବ ନା, ଘର ନର୍ଥ ଡାଇରେକ୍ସନ ହେଲା କୁବେରଙ୍କ ଜାଗା। ସେ ଆମ ଘରକୁ ମନି ଦେବେ, ନୂଆ ନୂଆ ଅପରଚୁନିଟି ଦେବେ, ଘରେ ଆମର ଗ୍ରୋଥ ଦେବେ, ପ୍ରମୋସନ ଦେବେ। ଯୋଉମାନେ ବିଜନେସ ବାସ୍ତୁ କରୁଛନ୍ତି ତାଙ୍କର କଷ୍ଟମର ସେଲ୍ସ ଦେବେ। ତେଣୁ ନର୍ଥ ଯଦି ବାଲାନ୍ସ ନାହିଁ, ନର୍ଥ ଯଦି କୌଣସି ପ୍ରକାର ଆମର ବାସ୍ତୁ ରହିଯାଏ, ବାସ୍ତୁ ଦୋଷ କହିଲେ ଆପଣଙ୍କର ଟଏଲେଟ, କିଚେନ, କଲର, ଆଉ ଆମର ସେଫ୍ଟି ଟ୍ୟାଙ୍କ, ଅଣ୍ଡର ଗ୍ରାଉଣ୍ଡ ୱାଟର, ଏଇଗୁলো ସବୁ ଆସୁଛି। ତ କେମିତି ଆସିବ ଆମେ ଆଗାମୀ ଦିନରେ ଧୀରେ ଧୀରେ ଆପଣ ଦେଖିଲେ ବୁଝିପାରିବେ। ଦେଖନ୍ତୁ, ଏବେ ନର୍ଥର ଗୁଣଧର୍ମ ଏଇଗୁଡିକ ହେଲା। ଆମେ ଏବେ ଦେଖିବା ନେକ୍ସଟ, ତା ସାଇଡରେ ଦେଖନ୍ତୁ ଆଉ ଗୋଟେ ଡାଇରେକ୍ସନ ଆସୁଛି ନର୍ଥ ନର୍ଥ ଇଷ୍ଟ। ଇଏ ଆମକୁ କଣ ଦେଇଥାଏ ନା, ହେଲ୍ଥ ଦେଇଥାଏ, ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ, ଆମର ଇମ୍ୟୁନିଟିକୁ ବଢେଇଥାଏ, ଆମ ଭିତରେ ଯୋଉ ରୋଗ ପ୍ରତିରୋଧ ଶକ୍ତି ଅଛି ତାକୁ ବଢେଇଥାଏ।
आउ डॉक्टर आमको प्रोवाइड करता है जदि आम घर यदि कौन प्रकार रोग वैराग होइछि आमको आमको उपयुक्त समय रे गोटे उपयुक्त डॉक्टर ठीक डॉक्टर पारे पहुंचाई दियंती डायरेक्ट जदि बैलेंस थाए आउ जदि एई जगह हमर बैलेंस थाए आमे रिकवरी जदि कौन ठंडा खास किछि भी गोटे छोट मोट ज्वर होला कि जहाँ भी होला आमे रिकवरी शीघ्र हो जाती तेणु एई जगह आमे जानिथिबे जे आमे जदि कौन लोक रोगिणा हो जाउछंती कौन रोग ग्रास तांको करूछि तामे तांको एई जगह सोया को देबा नहले एई जगह कम से कम तांको मेडिसिन टा रखिदबा जदि मेडिसिन टा रखिदबा ये जगहटी हूँ काम कर हिलिंग काम कर से मेडिसिन टा आपण ପାଇଁ अमृत तुल्य ହେଇଯିବ तेणु आमे एई जोन टी खोजिक पाइबा हेले घर को ग्रिड करिक एमती देखिबार अछि आम घर केते एंगल अछि एंगल अनुसार आमे ताको देखिबा आमे एई क्लास सरिया पूर्व आमे जने दि जनकर घर एंगल नहीं जिबा से माने कोन करिया पड़े ना करंट लोकेशन पठाइबा पड़िबो आपण माने करंट लोकेशन पठै दिंतु करंट लोकेशन केमिति पठेबे सर ये मो नंबर पठेबे ना केमिति पठेबे ହଁ ଆମେ ଆପଣ ଚଲାନ୍ତୁ ଯେତେବେଳେ ନବା ସେତେବେଳେ ଲକି ଭାବରେ ନେଇଯିବା 2 ଜଣଙ୍କୁ ସେ ମତେ ଦେଲେ ମୁଁ ठीक ଆପଣଙ୍କୁ ପଠେଇଦେବି। ठीक 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 ଆ, ठीक ठीक ओके एबे देखिबा हमें नेक्स्ट डायरेक्शन देखिबा नेक्स्ट जोन देखिबा नेक्स्ट जोन टी होची हमर ऐशान्य कोण कहिले आम मन भीतर आसे आम पूजा खाली करिया बोली आम जानिछंती आमर जेतले वास्तु पुरुष मंडल जेतले बनी थाए वास्तु पुरुष मंडल देखिले आमको जना पड़िबो जे वास्तु पुरुष मंडल रे आमर सेठी वास्तु पुरुषଙ୍କର मुंडटी रहिଥାଏ आ वास्तु पुरुषଙ୍କର मुंडरे आ वास्तु पुरुषଙ୍କ शरीर रे आमर 45 देवता रहिथांती 45 देवतारू 33 जन देवता रहिथांती आ 12 जन असुर शक्ति रहिथांती आमे धीरे भी जानिबा टिके बुझी नियंतु तापर आमे जानिया वास्तु पुरुषर उत्पत्ति यदि मन रे क्वेश्चन आसे ताकू आमे जानि पारे डिटेलिंग रे तेणु जे 45 जन वास्तु पुरुष मध्य 33 जन देवता और 12 जन असुरी शक्ति रही तेणु वास्तु पुरुष मुंड रहा कौटी ना आप नॉर्थ ईस्ट रे तेणु से जगह आम कौन कौन करवा ये बर्तमान ये स्लाइड बुझाई नॉर्थ ईस्ट आम माइंड कारण वास्तु पुरुष मुंड से अच्छी तेणु से नॉर्थ ईस्ट को आम माइंड बोली धरी था आमर विजन आमर देखिबार शक्ति आमर क्लारिटी जदि ये जो नॉर्थ ईस्ट यदि क्लीयर थाए आमको क्लारिटी मिली थाए आपण देखिथिबे आपण किछि लोक ये जिनटा बुझी आसु नथुबो हम मु जेटा कहूछि आपण किछि बुझी पार नथिबे आपण निश्चित भाବରେ देखिबे आपण घर नॉर्थ ईस्ट रे किछि ना किछि भारी जिंस थिबो किछि ना किछि अलिया आवर्जन रहि जाइथिबो जो द्वारा कि आपण माइंड रे क्लारिटी आसीबो जे कोनोसी काम करिया गले आपण कंफ्यूज होतुबे करबी न करबी करले मोर ठीक हबो न हबो एमति आपण भीतर मन भीतर आसुथुबो आउ नॉर्थ ईस्ट जदि कोनोसी भारी जिंस रहि जो आपण पीस आसीबोनी सब बेले भाराक्रांत रहिबे सब बेले चिंतित रहिबे आपणकर मेंटल कंडीशन ठीक रहिबो नाही तेणुक नॉर्थ ईस्ट दोष रहा आखि भी खराब हम आप आखि भी देखा जीवनी एमती आम पाखे केस भी अच्छी जो मैंने नॉर्थ ईस्ट खाली रेड कलर कर सारा आखि की देखा जाए तेणु धीरे धीरे आम देखिए आगामी दिन में केस स्टडी देखा बर्तमान देखिए नेक्स्ट नेक्स्ट है आपणकर ईएनई जहाँकि ऐशान्य एवं ईस्ट ये दुईटा पूर्व दिग मझे गोटे जोन आसे से जोन टी काम है हैप्पीनेस फन आप खुशी दब आप देखिथे बहुत लोक घरे लक्ष लक्ष कोटी कोटी टंका थाए बड़ बड़ गाड़ी थाए किंतु घरे खुशी न थाए तेणु यही जगहटी हूँ खुशी जगह तेणु आप देखिथे आप टंका अच्छी खुशी आम केत आसे देखिए आम जो छुट्टी जाती कड़े बुलाया से खुशी एंजय करती किंबा आम घर को गोटे छोट पिला जो जन्म हुए से समस्ते खुशी हमें आ समस्त हॉस्पिटल जाती देखिए तेणु ये जगह किसी मेजर दोष रही खुशी गुड़िक आमको मिल ना आप देखिथे बहुत लोग अच्छा घर पिलाटे जन्म हो पारे तार कारण हूँ यहाँ प्रजन्य देवता ये अच्छा प्रजन्य देवता देवता एनर्जी फिल्ड आम जा से बुझीपर तेणु जो कहते पिलार बेबी फटो गोटे मारिबा आम बेबी फटोटी कौटी मारिबा जानी न था कहीं कौन करती ना साउथ साउथ डिस्पोजाल जोन फटोटी मार दिखती जो द्वारा कि पिला तो हुआ पिला जन्म होगा से सर्वाइव कर पारती डिस्पोज ऑफ जोन से पिलार फटोटी मार दिखती कहीं पिला बार बार मिसक्यारेज होता है ये फटो गलत जगह मारला द्वारा एमती अच्छी तेणु ये नॉर्थ ईस्ट जोन टी क्लीयर रखा दरकार ये भी आम जीवन में बहुत गुरुत्वपूर्ण भाव में लिभे था एबे देखिबा नेक्स्ट नेक्स्ट है
ଆପଣଙ୍କର ଇଷ୍ଟ ଯାହାକି ସୋସିଆଲ କନେକ୍ସନ ଦେଇଥାଏ। ଯୋଉମାନେ ମାର୍କେଟିଂ ଲାଇନରେ କାମ କରୁଛନ୍ତି ତାଙ୍କ ପାଇଁ ଯୋଉଠି ବହୁତ ଇମ୍ପୋର୍ଟାଣ୍ଟ, ଯୋଉମାନେ ସରକାରୀ କାମ କରୁଛନ୍ତି ସେମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ, ଯୋଉମାନେ ଏନଜିଓ କାମ କରୁଛନ୍ତି ସେମାନଙ୍କ ପାଇଁ ଏଇ ଜୋନଟି ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ଯୋଉ ନେଟୱାର୍କ ମାର୍କେଟିଂ କରୁଛନ୍ତି ତାଙ୍କ ପାଇଁ ବହୁତ ବଡ ମାନେ ସପୋର୍ଟିଂ ଦେଇଥାଏ ଇଏ। ତେଣୁ ଏଇ ଜାଗାରେ ଆମେ ଏମିତି ଦୋଷ ରଖିଦେଲେ ଜଣେ ପଲିଟିସିଆନ ଦେଖିବେ ଆପଣ ତାଙ୍କର ସବୁବେଳେ ଜିତୁଥିବେ କିନ୍ତୁ ଗୋଟେ ଜାଗାରେ ହାରିଯାଆନ୍ତି। ଏଇ ଜାଗାରେ ଯଦି ଟଏଲେଟ ଆସିଯାଏ, କିଚେନ ଆସିଯାଏ, ତାଙ୍କର ସୋସିଆଲ ତାଙ୍କ ସାଙ୍ଗରେ ସମସ୍ତେ ବୁଲୁଥିବେ କିନ୍ତୁ ଦେଖିଲା ବେଳକୁ ଯେତେବେଳେ ଇଲେକ୍ସନ ଟାଇମ ଆସିବ, ଭୋଟ ଦେବା ଟାଇମ ଆସିବ, ସମସ୍ତେ ସାଇଟ୍ ହେଇଯିବେ। କାରଣ ଜୋନଟା ଏଇଭଳିଆ ଯେ ଆପଣଙ୍କର କନେକ୍ସନ ଟା ଖରାପ କରିଦବ। ତାପରେ ଆଉ ଗୋଟେ ଜୋନ ଆସିଲା ଦେଖନ୍ତୁ, ନେକ୍ସଟ ଜୋନ ESE, ଯାହାକି ପୂର୍ବ ଏବଂ ଅଗ୍ନିକୋଣ ମଝିରେ ଆସୁଛି। ଏ ଜୋନରେ କଣ ହଉଛି, ଯେତେବେଳେ ଆପଣ ଏଇ ଜାଗାରେ ଯଦି ରହିଯାଏ, ଏଇ ଜାଗାରେ ହଉଛି ଏନଜାଇଟି ର ଜୋନ, ଆପଣଙ୍କର ଇନଲଜ ର ଜୋନ, ମାନେ ଯୋଉଟା ଆମର ଶ୍ୱଶୁର ଘର ପକ୍ଷ ଲୋକ। ଏ ଜାଗାରେ ଯଦି ଆମର ଏମିତି କିଛି ରହିବ, ସମସ୍ୟା ରହିଯିବ, ଏଇ ସବୁ ସମ୍ପର୍କ ଗୁଡିକ ଆମର ଖରାପ ହେଇଯାଏ। ଏଇଟା ଚର୍ଣ୍ଣିଂର ଜୋନ। ଆପଣ ଯଦି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା କୌଣସି ରିସର୍ଚ୍ଚ କାମ କରୁଛନ୍ତି ତାହେଲେ ଏଇ ଜୋନଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇ ଜାଗାରେ ଯଦି କୌଣସି ପ୍ରକାର ବାସ୍ତୁ ହୋଇଯାଏ ଆପଣଙ୍କର କ୍ୟାରିୟରରେ ପ୍ରଭାବ ପକେଇଥାଏ। ଆମେ ନେକ୍ସଟ ଦେଖିବା ଅଗ୍ନିକୋଣ, ଯୋଉଟା କି ସାଉଥ ଇଷ୍ଟ, ଯୋଉଟା ଆମର ପୂର୍ବ ଏବଂ ଦକ୍ଷିଣର ମଝିରେ ଆସେ, 135 ଡିଗ୍ରୀରେ ଆସେ। ସିଏ ହେଲା ଆମର ଫାୟାର ଜୋନ, ଯାହାକି ଆମର ଫାୟାର ଏଲିମେଣ୍ଟସ। ଲିକ୍ୱିଡିଟି, ଆମ ଘରକୁ ଯୋଉ ଟଙ୍କା ଆସେ ସେ ଟଙ୍କାଟିର ପ୍ରଭାବ ବଢିଯାଏ, ଯୋଉଟା କି ମନିଟା ଆସିଲେ ଦ୍ୱିଗୁଣା ହେଇଯାଏ, ସେ ପଇସା ଦ୍ୱିଗୁଣା କରେ। ଉତ୍ତର ଦିଗର କାମ ହେଲା ପଇସା ଦେବା, ଆଉ ଅଗ୍ନିକୋଣର କାମ ହେଲା ପଇସାକୁ ଦ୍ୱିଗୁଣିତ କରାଇବା। ପଇସାକୁ ଯୋଉଟା ଆମର ରୋଜ ଆମ ହାତରେ ଯୋଉ ପଇସାଟି ଆସେ, ସେ ଯୋଉ ପଇସାଟି ଆମର କାମରେ ଆସେ, ସେ ସାଉଥ ଇଷ୍ଟର କାମ ସିଏ। ଇଏ ଆମର ଇନିସିଏସନ ଦବ। ଯେକୌଣସି ଗୋଟେ ଆମେ କାମ କରୁଥିବେ ଦେଖିବେ ଆପଣ କେବେ କେବେ ଯାହା ଦେଖିବେ ଅଗ୍ନି ଦୋଷ ଥିବ, ଅଗ୍ନିଘର କମଜୋର ଅଛି, ସେ ଘରର ଲୋକମାନେ ଟିକେ ବହୁତ ଶାନ୍ତ ସହର ଥିବେ, ତାଙ୍କର କଥାବାର୍ତ୍ତା କଲା ବେଳକୁ ଟିକେ ଏନର୍ଜି କମ ଥିବ, ଯେକୌଣସି କାମ କରୁଥିବେ ସେ ଫେଲୁଅର ହଉଥିବେ। ତାଙ୍କର ଏଇ ସାଉଥ ଇଷ୍ଟ ଯଦି ଦୋଷ ଥାଏ, ସେମାନେ ଲାଇଫରେ କେବେ ଆଗକୁ ଯାଇପାରନ୍ତି, ସ୍ପାର୍କ ତାଙ୍କୁ ମିଳେ ନାହିଁ, ସ୍ପାର୍କ ଅଫ ଲାଇଫ। ଆଉ ସ୍ପିଡି କେବେ ଫାଷ୍ଟ ହେଇକି ଯାଇପାରିବେନି, କୌଣସି କାମ କରିବେ ଆପଣ ଦେଖିବେ ନାଇଁ ମୋର ମନ ହବନି, କାମ କରିବାକୁ ଇଚ୍ଛା ହବନି, ଏଇଭଳିଆ ସମସ୍ୟା ଆସେ। ପଇସା ଆସିଲେ ରହିବନି, ପଇସା ଟିକେ ନବ ସେ ଆଉ ରିଟର୍ନ ଦବନି। ଏଇଭଳିଆ ସମସ୍ୟା ଆସେ। ଯଦି ଝିଅ ଅଛନ୍ତି ମତେ ବାହାର କଥା ଆସିବ, ତାର କଥାଟା ଆଗକୁ ବଢିବନି, ଏମିତି ସବୁ ସମସ୍ୟା ଆସିବ। ଘରେ ସୁଗାର ବଢିଯିବ, ହାଇ ସୁଗାର, ସୁଗାର ତ ଆଜିକାଲି ଗୋଟେ କମନ ହେଇଗଲାଣି, କିନ୍ତୁ ହାଇ ସୁଗାର ହେଇଯିବା, ହାଇ ବିପି ହେଇଯିବା, ଏଇଭଳିଆ ସବୁ ସମସ୍ୟା ଦେଖାଦବ ଯଦି ଏଠି ଦୋଷ ଥାଏ। ଯଦି ଇଏ କ୍ଲିୟର ଥାଏ, ଆମକୁ ଏଇ ସବୁ ସୁବିଧା ଗୁଡିକ ଏଠୁ ମିଳିଥାଏ। ତାପରେ ଆମେ ଦେଖିବା ଆମର SSE, ସାଉଥ ସାଉଥ ଇଷ୍ଟ। ଏଇ ଜୋନଟି ହଉଛି ଆମର କନଫିଡେନ୍ସ ଆଉ ପାୱାର ଜୋନ। ଆପଣ ଦେଖିଥିବେ ଯଦି ଏଇ ଜୋନ ଯଦି ଆମର ଆମର ବାଲାନ୍ସ ଥିବ, ଆମକୁ କନଫିଡେନ୍ସ ମିଳିବ, ଆମର କାମ କରିବା ପାଇଁ ପାୱାର ମିଳିବ। ଆପଣ ଯେକୌଣସି ଆମ ସାଙ୍ଗେ ଆପଣ ସାଙ୍ଗେ କିଏ ଲଢେଇ କରିବ, ଆପଣ ସେ କେବେ ଜିତିବନି, ଆପଣ ହିଁ ଲଢେଇକି ଜିତିଯିବେ। ଆପଣ ଅଥରିଟି ଦେଖିବେ, ବଡ ବଡ ଯୋଉ କମ୍ପାନୀରେ ଆପଣ ମାନେ ମ୍ୟାନେଜର କିଏ ଥିବେ, କିମ୍ବା ଡିଫେନ୍ସ ଲାଇନରେ ମଧ୍ୟ କାମ କରୁଥିବେ, ସେ ମାନେ ଅଥରିଟି ତାଙ୍କର ଏଇ ଜାଗାରେ ଯଦି ରଖୁଛନ୍ତି ଅଥରିଟି। ଆପଣ ଦେଖିଥିବେ ଗୋଟେ ଗୋଟେ ଜାଗାରେ ଗାର୍ଡିଆନ ମାନଙ୍କ କଥା ପିଲାମାନେ ମାନନ୍ତିନି। ଏଇ ଯଦି ଏମିତି ପ୍ରଶ୍ନ କରନ୍ତି, ଆମେ କଣ କରିଥାଉ, ଆମେ କହିଥାଉ ଯେ ଏଇ ଜାଗାରେ ଆପଣଙ୍କର ଗୋଟେ ଫଟୋ, ନିଜର ଗୋଟେ ଫଟୋ ଲଗାନ୍ତୁ। ଫଟୋ ଲଗେଇଲେ କଣ ହବ ନା, ଆପଣଙ୍କ କନଫିଡେନ୍ସ, ଏଇ ଜାଗାରେ ଯିଏ ବି ରହିବେ ଆପଣଙ୍କର କନଫିଡେନ୍ସ ବଢିବ, ଆପଣଙ୍କର ଅଥରିଟି ରହିବ, ଆପଣଙ୍କୁ ସମସ୍ତେ ଘରେ ଆପଣଙ୍କର କମାଣ୍ଡ ଠିକ ଠାକ ଚାଲିବ। ତେଣୁ ଆମେ ନେକ୍ସଟ କେବେ ଯିବା, ଇଏ ହଉଛି ଆପଣ ଦକ୍ଷିଣ ନେମ ଫେମ ର ଡାଇରେକ୍ସନ। ଇଏ ନେମ ଫେମ କାହାକୁ ଦରକାର ନା, ପଲିଟିସିଆନ କୁ ଦରକାର, ନେମ ଫେମ ଦରକାର। ଆମର କଳାକାର ମାନଙ୍କୁ, ଯୋଉମାନେ ସେଲିବ୍ରିଟି, ତାଙ୍କୁ ନେମ ଫେମ ଦରକାର। ତେଣୁ ଏଇ ଜୋନରେ ଯେମିତି ନେଗେଟିଭ ଯୋଉମାନେ କଳାକାର ଅଛନ୍ତି ତାଙ୍କ ପାଇଁ ଯେମିତି କୌଣସି ପ୍ରକାର ନେଗେଟିଭ ଏଲିମେଣ୍ଟ ନ ରହିବା ଦରକାର, ଆଣ୍ଟି ଏଲିମେଣ୍ଟ ନ ରହିବା ଦରକାର। ଯଦି ଏଇ ଜାଗାରେ ଆଣ୍ଟି ଏଲିମେଣ୍ଟ ରହିବ, ସେମାନେ ମଧ୍ୟ ଅସୁବିଧାରେ ପଡିବେ। ତେଣୁ ଏଇ ଯୋଉ ଜାଗାଟି ଅଛି, ଇଏ ଆପଣଙ୍କର ଗଭର୍ଣ୍ଣମେଣ୍ଟ ହାଇ ଅଥରିଟି, ପିପୁଲ ଅନ୍ ଟପ୍, ପଲିଟିସିଆନ, ଏମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତାପରେ ଦେଖିବା ଆଉ ଗୋଟେ ଜୋନ ଆସିଲା ଦକ୍ଷିଣ ଏବଂ ନୈଋତ୍ୟ କୋଣ ମଝିରେ, ଦେଖନ୍ତୁ ସାଉଥ ସାଉଥ ୱେଷ୍ଟ ଜୋନ। ଏଇ ଜୋନଟି ଡିସ୍ପୋଜାଲ ଜୋନ। ଏଇ ଜାଗାରେ ଇଏ ହଉଛି ଏକ୍ସପେଣ୍ଡିଚର ଜୋନ, ୱେଷ୍ଟ ଜୋନ। ଆମେ ଏଇ ଜାଗାରେ ଏଇ ଜିନିଷ ଗୁଡିକ ସବୁ ରଖିବା, ୱେଷ୍ଟେଜ ଆଇଟମ ରଖିପାରିବା। ଆପଣଙ୍କର ଡିସ୍ପୋଜାଲ ଯୋଉ ଜିନିଷ ଆମର ଆବଶ୍ୟକତା ନାହିଁ ତାକୁ ଏଇଠି ରଖିପାରିବା। କଣ ଆମର ଆବଶ୍ୟକତା ନାହିଁ, ଆମର ଟଏଲେଟ ଗୋଟେ ଜିନିଷ ଦେଖନ୍ତୁ, ଆମେ ଟଏଲେଟ ଏଇଠି ରଖିପାରିବା, ସାଉଥ ସାଉଥ ୱେଷ୍ଟ ରଖିପାରିବା। କାହିଁକି ନା ଏଇ ଜୋନ ଯେତିକି ମାର୍କ କରାହେଇଛି, ଟ୍ରାଙ୍ଗୁଲାର ଦିଆହେଇଛି, ଏତିକି ଭିତରେ ଆମେ ଗୋଟେ ଟଏଲେଟ ରଖିପାରିବା।
এইটা হলো আমার সেকেন্ড। ଆପଣ ଆଉ ଗୋଟେ ଦେଖିଥିଲେ ଏଠି EAC ରେ ଯାଇଥିଲେ, ଏଇଟା ଆମର ଥାର୍ଡ ଅପସନ ଆସୁଛି। ଆମେ ଯେତେବେଳେ ଟଏଲେଟ କୋଉଠି ପ୍ଲେସମେଣ୍ଟ କରିବା ସେଇ ଭିତରେ ଜାଣିବା, ସେତେବେଳେ ଆମେ ଜାଣିପାରିବା କୋଉ କୋଉ ଜୋନରେ ଆମେ ଟଏଲେଟ ପ୍ଲେସମେଣ୍ଟ କରିପାରିବା। ତେଣୁ ଏଇ ଜାଗାରେ ଆମେ ଯଦି ଖାଦ୍ୟ ପଦାର୍ଥ ରଖୁଛନ୍ତି ସେ ଆମ ପାଇଁ ଜହର ହେଇଯାଏ। ଆଉ ଏଇ ଜାଗାରେ ଯଦି ଆମେ ଶୋଉଛନ୍ତି ମଧ୍ୟ ଆମକୁ ମେଜର ହେଲ୍ଥ ଇସ୍ୟୁ ଆସେ। ଆପଣଙ୍କର ଅପରେସନ ସିଓର ସର୍ଟ ହବ, ବାର ବାର କଟିଂ, ଆପଣଙ୍କର ଅପରେସନ ଯିବ, ସିଜରିଆନ ହବ, ବାର ବାର ହବ ଏଠି। ଆଉ ଏମିତି ମୋ ପାଖରେ କେସ୍ ଅଛି, ଏବେ ତ ମୁଁ କ୍ୟାନ୍ସରକୁ ଫ୍ରି ଫ୍ରି ବାସ୍ତୁ କରୁଛି। ଯାହା ଘରେ କ୍ୟାନ୍ସର ଅଛନ୍ତି ତାହା ଘରେ ଫ୍ରି ବାସ୍ତୁ। ଆପଣ ଦେଖିବେ ଏଇ ଜାଗାରେ ଯେତିକି ପାଖାପାଖି ମୋ ପାଖରେ 100 ଉପରେ କେସ୍ ଅଛି, ଯୋଉମାନେ ଖାଲି ଏଇଠି ଶୋଇକି ତାଙ୍କୁ କ୍ୟାନ୍ସର ହେଇଯାଇଛି। ତେଣୁ ଏଇ ଜୋନଟାକୁ ଆପଣ ଆମ ଜୀବନରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାଏ। ଆପଣ ଇଏ ବି ଶୁଣିଥିବେ ଯେ ଗାଁରେ 50 ବର୍ଷ ବୟସ୍କ ଲୋକ ଆଜି ହଜି ଯାଇଛନ୍ତି, କିମ୍ବା ଛୋଟ ଛୁଆ ଆଜି 12 ବର୍ଷର ପୁଅ ଆଜି ହଜି ଯାଇଛି। ତାର କାରଣ ହଉଛି ଏଇ ଜାଗାରେ ଯଦି ଶୋଇଥିବେ ସେ ଡିସ୍ପୋଜ ଅଫ୍ ହେଇଯିବେ, ଆପଣଙ୍କ ଲାଇଫରୁ ସେ ଚାଲିଯିବେ। ଏଇ ଜାଗାରେ ଆମେ ଯାହା ବି ରଖିବା ସିଏ ଆମ ଲାଇଫରୁ ଚାଲିଯିବ। ତେଣୁ ଆମେ ଏମିତି ଜିନିଷ ରଖିବା ଯିଏ ଆମ ଲାଇଫରୁ ଚାଲିଗଲେ ମଧ୍ୟ ଆମକୁ କୌଣସି ଅସୁବିଧା ହବ ନାହିଁ। ସେଥିପାଇଁ ଆମେ ସେ ଜାଗାରେ ଟଏଲେଟ ପ୍ଲେସମେଣ୍ଟ କରିଦେଇଥାନ୍ତି। ଆମେ ଦେଖିବା ନେକ୍ସଟ। ନେକ୍ସଟ ହେଲା ଆପଣଙ୍କ ଇଏ ସାଉଥ ୱେଷ୍ଟ, ଇଏ ସ୍କିଲ ଜୋନ, ସ୍କିଲ ଆଉ ରିଲେସନସିପ ର ଜୋନ। ଆପଣଙ୍କର ଆମର ସମ୍ପର୍କ ସବୁ ଥାଉ, ଟଙ୍କା ପଇସା ଯାହା ବି ଥାଉ, କିନ୍ତୁ ସମ୍ପର୍କ ଯଦି ଖରାପ ହେଇଯାଉଛି ତାହେଲେ ଆମକୁ ସେଥିରେ କୌଣସି ଜିନିଷ ବଞ୍ଚିବାର ଆଉ କିଛି ମଜା ଆସେନି। ତେଣୁ ଏଇ ଜାଗାଟା ହଉଛି ପିତୃପୁରୁଷଙ୍କ ଜାଗା, ବୟସ୍କ ଲୋକଙ୍କ ଜାଗା। ଆପଣ ଏଇ ଜାଗାଟିରେ ଆମେ କଣ କରିବା ନା ଆପଣ ହେଭି, ଏଇ ଜାଗାରେ ହେଭି ରହିବା ଦରକାର। ଆମର ସ୍କିଲ୍ ଏଇ ଜାଗାରେ ଯଦି କିଛି ବିଗିଡ଼ି ଯାଏ, ଯଦି ଆଣ୍ଟି ଏଲିମେଣ୍ଟସ ପଳେଇ ଆସନ୍ତି, ଆମ ରିଲେସନ ଖରାପ ହେଇଯିବ, ଆମର ସ୍କିଲ୍ କାମ କରିବାକୁ ମନ ହବନି। ଆମର ଆପଣଙ୍କର ଯୋଉ ଲଭ ଆଫେକ୍ସନ ଥାଏ ପରସ୍ପର ସ୍ୱାମୀ ସ୍ତ୍ରୀ ଭିତରେ, ଭାଇ ଭାଇ ଭିତରେ, ସେ ସବୁ ଖରାପ ହେଇଯିବ, ବଣ୍ଡିଙ୍ଗ ଖରାପ ହେଇଯିବ। ଆପଣଙ୍କର ଜାତକରେ ଏଇ ଜାଗାରେ ଯଦି କୌଣସି ଟଏଲେଟ ରହିଯାଏ, ସେ ଘରେ ଯୋଉ ପିଲାମାନେ ଜନ୍ମ ହୁଅନ୍ତି ସେ ପିତୃ ଦୋଷକୁ ନେଇକି ସାଙ୍ଗରେ ଜନ୍ମ ନିଅନ୍ତି। ତେଣୁ ଏଇ ଜାଗାରେ ମଧ୍ୟ ଆମେ ଚେଷ୍ଟା କରିବା ସାଉଥ ୱେଷ୍ଟ ମଧ୍ୟ କ୍ଲିୟର କରିବା ପାଇଁ। ଆମେ ନେକ୍ସଟ ଦେଖିବା ୱେଷ୍ଟ ସାଉଥ ୱେଷ୍ଟ। ଏ ଜାଗାଟି ହଉଛି ଏଜୁକେସନ ଜୋନ। ବହୁତ ଗୁଡେ କମ୍ପ୍ଲେନ ଆସେ ପିଲାମାନେ ପାଠ ପଢୁନାହାନ୍ତି, ପିଲାମାନେ ପାଠ ପଢନ୍ତିନି। ତାର କାରଣ ହଉଛି ଆମେ କୋଉ ଜାଗାରେ ବସାନ୍ତି। ଯଦି ନେଗେଟିଭ ଜୋନ ଯୋଉ ତିନୋଟି ଆମର ରହିଲା, ଗୋଟିଏ ରହିଲା WNW, ଆଉ ଗୋଟେ ରହିଲା ଆପଣଙ୍କର SSW, ଆଉ ଗୋଟେ ESE। ଏଇ ତିନୋଟି ଜୋନରେ ପିଲା ଯଦି ପାଠ ବସି ପାଠ ପଢନ୍ତି, ସେ କେବେ ବି ପାଠ ପଢି ତାଙ୍କର ପାଠରେ ମନେ ରହୁନି। କେତେବେଳେ ଯୋଉଠି ପଶ୍ଚିମ ଏବଂ ବାୟବ କୋଣ ମଝିରେ ଯୋଉ ପିଲାମାନେ ବସି ପାଠ ପଢନ୍ତି, କିମ୍ବା ଦକ୍ଷିଣ ଏବଂ ନୈಋତ କୋଣ ମଝିରେ ବସି ପାଠ ପଢନ୍ତି, ପୂର୍ବ ଆଉ ଅଗ୍ନିକୋଣ ମଝିରେ ଯଦି ପାଠ ପଢିବେ, ସେ ପିଲାମାନେ ଟିକେ ଭଲ କରିପାରନ୍ତି ନାହିଁ। ତେଣୁ ଆମେ ଯିବା ଯେତେବେଳେ ଏଜୁକେସନକୁ ଯିବା, ଆମେ ସେ ବିଷୟରେ ଆଲୋଚନା କରିବା ବିସ୍ତାର ରୂପରେ। ଏଇ ଜୋନଟି ହଉଛି ଆମର ଏଜୁକେସନ ଜୋନ, ନଲେଜ ର ଜୋନ, ପ୍ରୋଟେକ୍ସନ ଜୋନ। ଏଇଠି ସରସ୍ୱତୀଙ୍କର ବାସ। ତେଣୁ ପିଲାମାନେ ଯୋଉ ପିଲାମାନେ ପାଠ ପଢୁନାହାନ୍ତି ତାଙ୍କୁ ଆମେ ଏଇ ଜାଗାରେ ବସେଇଥାଉ। ଏବଂ ଯଦି ବସିବାକୁ ଜାଗା ନାହିଁ ସେ ଜାଗାରେ, ତାର ବହିପତ୍ର ରଖିଦେଲେ ମଧ୍ୟ ତାର ପାଠ ପଢା ପ୍ରତି ଟିକେ ଆଫେକ୍ସନ ଆସିବ, ସେ ପାଠ ପଢା ପ୍ରତି ତାଙ୍କର ଧ୍ୟାନ ଆସିଯିବ। ତେଣୁ ଆମେ ନେକ୍ସଟ ଦେଖିବା ଏବେ ୱେଷ୍ଟ। ୱେଷ୍ଟ ହେଲା ଗେନ୍ ଆଣ୍ଡ ପ୍ରଫିଟ ର ଜୋନ। ଆମେ ଯେକୌଣସି ବିଜନେସ କରନ୍ତି, ଚାକିରି କରନ୍ତି, ଯାହାବି କରନ୍ତି, ଏଇଠି ଆମ ବଚତ ହୁଏ, ଆମର ଲାଭ ହୁଏ, ଲାଭର ଜୋନଟା। ଖାସ କରିକି ବିଜନେସ ମ୍ୟାନ ମାନଙ୍କର ଏଇ ୱେଷ୍ଟ ଜୋନଟି ଭେରି ଇମ୍ପୋର୍ଟାଣ୍ଟ। ଆମର ଉତ୍ତର ପଇସା ଦେଲା ଘରକୁ, ପଇସାକୁ ଦ୍ୱିଗୁଣିତ କରେଇଲା ସାଉଥ ଇଷ୍ଟ ଅଗ୍ନିକୋଣ। ଏଠୁ ଆସିଲା ପରେ ପଇସାଟି ବଚତ ହେଲା ଏଇଠି ଆମର ଲାଭ। ଯେତେବେଳେ ଆମେ ହିସାବ କରନ୍ତି ସକାଳେ ସନ୍ଧ୍ୟାରେ ହିସାବ କରନ୍ତି ବେପାର କେତେ ହେଲା, ଏଇ ଲାଭର ଜୋନ। ଏଇ ଜାଗାରେ ଯଦି କୌଣସି ପ୍ରକାର ବାସ୍ତୁ ଦୋଷ ରହିବ, ଆପଣ ଯେତେ ଯାହା କାମ କଲେ ମଧ୍ୟ କୌଣସି ଜାଗାରେ ସକ୍ସେସ ହେବେନି, ମାନେ ଲାଭ ହବନି। ଆପଣ 100 ଟଙ୍କାର ସାମାନ ଆଣୁଛନ୍ତି କିନ୍ତୁ 100 ଟଙ୍କା 10 ଟଙ୍କା ବିକୁଛନ୍ତି, କିନ୍ତୁ ଲାଭ ଆପଣ ଟଙ୍କାଟେ ହଉନି। କାହିଁକି ନା ଟ୍ରାନ୍ସପୋର୍ଟିଂ ଆପଣଙ୍କର ଖର୍ଚ୍ଚ ଏଥିରେ ସବୁ ପଳଉଛି। ଏଇଟା ସବୁ କମର୍ସିଆଲ ଦେଖାଯିବ, ଆମ ଘରେ ମଧ୍ୟ ଦେଖାଯିବ। ଘରେ ଯଦି ୱେଷ୍ଟ ଜୋନ କୌଣସି ବାସ୍ତୁ ଦୋଷ ଥାଏ, ଆମର କେବେ ଟଙ୍କାଟେ ବଞ୍ଚେନି। ଆମେ କମ୍ପ୍ଲେନ ଆସେ ଯେ ଆମେ ଲକ୍ଷ ଲକ୍ଷ ଟଙ୍କା ଆସୁଛି, ଆମର ଟଙ୍କାଟେ ବଞ୍ଚୁନି। ତାର କାରଣ ହଉଛି ୱେଷ୍ଟ ଆଉ ଅଗ୍ନି, ଏଇ ଯୋଡିଏ ଜୋନରେ ଦୋଷ ରହିଲେ ଆପଣଙ୍କ ଟଙ୍କା ଯେତେ ଇନକମ କଲେ ମଧ୍ୟ ପଇସା ବଞ୍ଚିବ ନାହିଁ। ଆମେ ଆଗାମୀ ଭିଡ଼ିଓ ସବୁ ଜିନିଷ ଜାଣିବା, ବହୁତ ଭଲ ଭଲ ଜିନିଷ ଜାଣିବା। ଆମେ ନେକ୍ସଟ ଦେଖିବା WNW। ये जोन ହଉଛି ଡିପ୍ରେସନ ଜୋନ, ଡ୍ରାଇନେସ ର ଜୋନ, ଡିଟକ୍ସିଫିକେସନ ଜୋନ, ଡିମୋଟିଭେସନ ଜୋନ। ଏଇ ଜାଗାରେ ଆମେ କଣ କରିପାରିବା ନା, ଏଇ ଜାଗାରେ ଯଦି ଯେକୌଣସି ଜିନିଷ ଆମେ ରଖିବା, ଯେ ଶୋଇବା, ତାହେଲେ ସେଥିରେ ସବୁ ଆଜିକାଲି ଦେଖିଥିବେ ଆପଣଙ୍କର ସୁଇସାଇଡିଆଲ କେସ୍ ସବୁ ଏ WNW ରେ ଶୋଇଲେ ସୁଇସାଇଡ କେସ୍ ଯେତେ ସବୁ। କାରଣ ସେମାନେ ସବୁ ଡିପ୍ରେସନକୁ ଯାଆନ୍ତି ଭାରି। ଡିପ୍ରେସନକୁ ଗଲେ କଣ ହବ ନା, ସେମାନଙ୍କର ଗୋଟେ ଏନଜାଇଟି ଆସିବ, ସେମାନେ ଆଡିକ୍ସନ ହେଇଯିବେ, କୌଣସି ନଶା ଦ୍ରବ୍ୟ ଆହରଣ କରିବେ, ତାପରେ ତାଙ୍କର ଚିନ୍ତା ଆସିବ, ତାପରେ ଲାଷ୍ଟରେ ସେମାନେ ସୁଇସାଇଡ କରିଦେବେ। ତେଣୁ ଏଇ ଜାଗାରେ ଦେଖିବେ ଯେତେ ଲୋକ ଶୋଉଥିବେ ଆପଣଙ୍କ ମନ ଭଲ ଲାଗିବନି। ଆପଣଙ୍କ ଘରେ ଏମିତି 2-3ଟା ଜାଗା ଅଛି, ଗୋଟେ ଗୋଟେ ରୁମ ବହୁତ କମ୍ଫର୍ଟେବଲ ଲାଗିବ, ଗୋଟେ ଗୋଟେ ଜାଗା ବହୁତ ଅନକମ୍ଫର୍ଟେବଲ ଲାଗିବ। ତେଣୁ ଆପଣ ବୁଝିପାରୁଥିବେ, ମେହସୁସ ବି କରିପାରିବେ। ତେଣୁ ଏଇ ଜାଗାରେ ଆମେ କଣ କରିବା ନା, ଆମେ ଏଇ ଜାଗାରେ ମଧ୍ୟ ଟଏଲେଟ କରିପାରିବା। ଆମକୁ ଏବେ କଣ ମିଳିଲା ନା, 3ଟି ଟଏଲେଟ ପାଇଁ ଜାଗା ମିଳିଗଲା।
ଏଇ ଜାଗାରେ ଆମେ ଯଦି ଟଏଲେଟ କରିଦବା, ଜଣେ ଲୋକ ଟଏଲେଟ କେତେ ସମୟ ବସିବ ଯେ ଡିପ୍ରେସନ କୁ ଯିବେ। ତେଣୁ ଏଇ ଜାଗାରେ ଆମର କଣ କରାଯିବ ନା ଆମେ ଏଠି ଗୋଟେ ଟଏଲେଟ କରିପାରିବା, ଆଉ ଗୋଟିଏ ଦକ୍ଷିଣ ଏବଂ ନୈಋତ୍ୟ କୋଣ ମଝିରେ ଆମେ ଗୋଟିଏ ଜାଗା ସେଠି ଗୋଟିଏ ପାଇଲେ, ଆଉ ଗୋଟେ ପୂର୍ବ ଏବଂ ଅଗ୍ନି ମଝିରେ ଗୋଟେ ମଧ୍ୟ ପାଇଲେ। ଫାର୍ଷ୍ଟ ଅପସନ WNW, ସେକେଣ୍ଡ ଅପସନ SSW, ଥାର୍ଡ ଅପସନ ESE। ଆମେ ନେକ୍ସଟ ଦେଖିବା ଆପଣଙ୍କର ନର୍ଥ ୱେଷ୍ଟ ମୁଡ ସୁଇଙ୍ଗ। ଏଇ ଜାଗାରେ କଣ ହଉଛି, ଯଦି ଏଇ ଜାଗାରେ ବାସ୍ତୁ ଦୋଷ ରୁହେ ଆପଣଙ୍କର ମନ ସବୁବେଳେ ପରିବର୍ତ୍ତନ ଆସିବ। ଇଏ ହେଲା ସପୋର୍ଟ ସିଷ୍ଟମ, ବ୍ୟାଙ୍କିଙ୍ଗ, ଆଡମିନିଷ୍ଟ୍ରେସନ। ଆପଣ ଦେଖନ୍ତୁ ଏଇ ଜାଗାରେ ଯଦି ଆପଣଙ୍କର ଦୋଷ ରହିବ, ଆପଣଙ୍କୁ ବ୍ୟାଙ୍କରୁ ଲୋନ ମିଳିବନି, ଆପଣଙ୍କୁ କେହି ସପୋର୍ଟ କରିବେନି, ଠିକ ଟାଇମରେ ଠିକ ସପୋର୍ଟ ମିଳିବନି, ସରକାରୀ ସୁବିଧା ଗୁଡା ପାଇବେନି। ଗାଁରେ ସମସ୍ତଙ୍କୁ ଗାଁର ସୁବିଧା, ଯାହା ସୁବିଧା ଆସିବ ସରକାରୀ ସୁବିଧା ସମସ୍ତେ ପାଇବେ, ଆପଣ ସେଥିରୁ ବଞ୍ଚିତ ହେଇଯିବେ। ବାଇ ମିଷ୍ଟେକ୍ ଆପଣ ନା କଟିଯିବ, କାରଣ ସପୋର୍ଟିଂ ଆପଣଙ୍କୁ ମିଳିବନି। ତେଣୁ ଏଇ ଜୋନଟି ବି ଆମର ବହୁତ ମହତ୍ୱପୂର୍ଣ୍ଣ। ଏବେ ନେକ୍ସଟ ଦେଖିବା NNW। ଏଇ ଜୋନଟି ହଉଛି ଆଟ୍ରାକ୍ସନ ଜୋନ, ଆମର ମ୍ୟାଟ୍ରିମୋନିଆଲ ହ୍ୟାପିନେସ ର ଜୋନ, ବେଡ୍ ପ୍ଲେଜର, ଚାର୍ମ, ଇଣ୍ଟିମେସି, ଏଇ ସବୁର ଜୋନ। ଦେଖନ୍ତୁ ଆମେ ବହୁତ ଜାଗା ଦେଖିଥିବା ପିଲାମାନେ ମ୍ୟାରେଜ କରୁଛନ୍ତି, କିଛି ଦିନ ପରେ ସେ ଡିଭୋର୍ସ ହଉଛି। ଇଏ ବି ତାର ଗୋଟେ କାରଣ। ଯେତେବେଳେ ଦି ତିନିଟା ଜାଗାରେ ଦୋଷ ରହିଯାଏ, ସାଉଥ ୱେଷ୍ଟରେ ଦୋଷ ରହିଯିବ, NNW ରେ ରହିଯିବ, ଆପଣଙ୍କ ଲାଇଫରେ ମ୍ୟାଟ୍ରିମୋନିଆଲ ହ୍ୟାପିନେସ ଟା ଆମେ ପାଇପାରିବା ନାହିଁ, ଯଦ୍ୱାରା ପିଲାମାନେ ଅନ୍ୟ ଆଡେ ସମ୍ପର୍କ ଗଢି ଉଠେ, ଯାହାଦ୍ୱାରା ସେ ଘରଟି ସମ୍ପୂର୍ଣ୍ଣ ଭାବରେ ଡିଷ୍ଟର୍ବାନ୍ସ ହେଇଯାଏ। ତେଣୁ ଆମେ 16ଟି ଜୋନ୍ ବିଷୟରେ ଟିକେ ଟିକେ ଜାଣିଗଲେ। ଏବେ ଆମେ ଜାଣିବା ଆମକୁ ଯୋଉ ଦୋଷ ଗୁଡିକ ଦିଏ, ସବୁ ପ୍ରୋବ୍ଲେମଟି ଦେଉଥାଏ, ଆମେ ସବୁ ଜାଣିବା ଯେ କଣ କଣ ଦୋଷ ଆମକୁ ସବୁ ଆସିଥାନ୍ତି। ଆମେ ଆରମ୍ଭରୁ ଏଠି ଆଲୋଚନା କରିଥିଲେ ଯେ ଆମକୁ ଯୋଉ ଯୋଉ ଜିନିଷ ଗୁଡା ଦୋଷ ଦେଇଥାଏ, ବାସ୍ତୁ ଦୋଷ ମିଳିଥାଏ ଆମ ଘରେ, ସେଗୁଡିକ ହଉଛି ମେନ୍ ଡୋର, କିଚେନ, ଟଏଲେଟ। ଆମେ ପ୍ରଥମେ ମେନ୍ ଡୋରକୁ ଯିବା। ମେନ୍ ଡୋର କଣ ନା, ଏତିକିରେ କୌଣସି ଡାଉଟ କାହାକୁ ରହିଲା କି ଟିକେ ଜାଣିବା? ବୁଝି ହେଲା ଏତିକି? ଆମେ ନେକ୍ସଟ ଷ୍ଟେପକୁ ଯିବା। ୟେସ୍ ଲେଖନ୍ତୁ। ହଁ ଚାଲନ୍ତୁ ଆଜ୍ଞା, ଆଜ୍ଞା, ଚାଲନ୍ତୁ ଆଗକୁ। ଆଚ୍ଛା ଠିକ ଅଛି। ହଁ, ମେସେଜ ଆସୁଛି, ବହୁତ ବଢିଆ। ଠିକ ଅଛି, ଆମେ ଦେଖିବା ଏବେ ମେନ୍ ଡୋର, ମୁଖ୍ୟ ଦ୍ୱାର। ମୁଖ୍ୟ ଦ୍ୱାର ଗୋଟେ ଏମିତି ଜିନିଷ ଯାହା ଆମ ଘରର ବହୁତ ଇମ୍ପୋର୍ଟାଣ୍ଟ ଥାଏ। ଯଦି ମୁଖ୍ୟ ଦ୍ୱାର ଯଦି ଆପଣ ଠିକ ଜାଗାରେ ଆପଣ କରିଛନ୍ତି, ଆପଣ ଜାଣିବେ ଆପଣଙ୍କ ଘରେ ଯଦି 50% ବାସ୍ତୁଦୋଷ ଅଛି ଥାଏ, ମଧ୍ୟ 100% ଥାଏ, ସେଥିରୁ 50% କମ ହେଇଯିବ। କାହିଁକି? ମୁଖ୍ୟ ଦ୍ୱାର କହିଲେ ଆମର ଶରୀର ଯେମିତି ନାକ, ମୁଖ୍ୟ ଦ୍ୱାର ସେମିତି ଆମର ଘରର ନାକ ସଦୃଶ। ଯେମିତି ଆମର ଆମେ ଜାଣିଛନ୍ତି, ସବୁବେଳେ କୁହନ୍ତି ମୁଖ୍ୟ ଦ୍ୱାରକୁ ଦିଟା ଫାଳରେ କରନ୍ତୁ। ଯେମିତି ଆମର ନାକରେ ଦିଟା ପୁଡା ଥାଏ, ଦିଟା ନାକରେ ଦିଟା ନଷ୍ଟେଲ ଥାଏ, ସେମିତି ଆପଣ ସାର୍ ପଢେଇଥିବେ, ପ୍ରଧାନ ସାର୍ ପଢେଇଥିବେ ଯେ ସୁର ବିଜ୍ଞାନ, ସ୍ୱର ବିଜ୍ଞାନ କେମିତି ଚନ୍ଦ୍ର ନାଡି ଆଉ ସୂର୍ଯ୍ୟ ନାଡି, ସେମିତି ଦୁଇ ପାଖିଆ ଦରବାଜା ରଖାଯାଏ। ଗୋଟିଏ ହଉଛି ଚନ୍ଦ୍ର ନାଡି, ଗୋଟିଏ ହଉଛି ସୂର୍ଯ୍ୟ ନାଡି। ତେଣୁ ଆଜିକା ଡେଟ୍ରେ ସବୁ ଫ୍ୟାସନ ହେଇଗଲାଣି, ଗୋଟିଏ ଲାଇନରେ ଆମେ ଗୋଟିଏ ଦରବାଜା କରୁଛନ୍ତି, ଯାହାକି ଚନ୍ଦ୍ର ନାଡି ବଢି ଯାଉଛି, ନହେଲେ ସୂର୍ଯ୍ୟ ନାଡି ବଢି ଯାଉଛି। ଦିଟା ବଢିଗଲେ ଆମକୁ ସେଇଭଳିଆ ସମସ୍ୟା ଆମେ ପାଉଛନ୍ତି। ତେଣୁ ଯୋଡିଏ ଦରବାଜା ଆମେ ନିହାତି ସେଥିପାଇଁ କରିବା ଦରକାର। ତେଣୁ ଆମ ମନ ଭିତରେ ଏବେ ଯୋଉ କୋଶ୍ଚିନ୍ଟି ଥିଲା ଯେ ଆମେ ପ୍ରଥମେ ଗୋଟେ କୋଶ୍ଚିନ୍ କରାହେଇଥିଲା ଯେ ମୁଖ୍ୟ ଦ୍ୱାର ଆମେ କୋଉଠି କରିବା। ତେଣୁ ମୁଖ୍ୟ ଦ୍ୱାର ଦେଖନ୍ତୁ ଗୋଟେ ଏକ୍ସାମ୍ପଲ ବିଷୟରେ ଜାଣିପାରିବା। ଆମ ଦେହରେ ଯଦି ବଡି ପାର୍ଟରେ କୌଣସି ପ୍ରକାର ମେଜର ଡିଜିଜ ଅଛି, ଆଉ ନାକରେ ନିଶ୍ୱାସ ଠିକ ଠାକ ଚାଲିଛି, ଜାଣିବା ଆମେ କିଛି ଦିନ ବଞ୍ଚିଯିବା। ଆଉ ଯଦି ଆମର ସମ୍ପୂର୍ଣ୍ଣ ଭାବରେ ବଡି ମାନେ ଖରାପ ହେଇକି ବୋଧେ କନଫ୍ୟୁଜ ହେଇଗଲି ଟିକେ, ଯଦି ଆମର ବଡି ଭିତର ପାର୍ଟ ଯଦି ଖରାପ ଅଛି, ନାକରେ ନିଶ୍ୱାସ ଚାଲିଛି, ଆମେ ସର୍ଭାଇଭ କରିଯିବା। ଆଉ ଯଦି ସବୁ ଠିକ ଥାଇକି ମଧ୍ୟ ନାକ ବନ୍ଦ ହେଇଗଲା 2 ମିନିଟ, ଆମେ ଟିକେ ବି ସର୍ଭାଇଭ କରିପାରିବା ନାହିଁ। ତେଣୁ ଭୁଲ ଜାଗାରେ ଯଦି ଆପଣ ରଖିଛନ୍ତି ମୁଖ୍ୟ ଦ୍ୱାର, ଆପଣ ଦେଖିବେ ସେ ଘରେ କେବେ କମ୍ପ୍ଲିଟ ହେଇପାରିବନି, ସେ ଘର କେବେ ଡେଭଲପମେଣ୍ଟ ହେଇପାରିବନି, ସେ ଘରେ ସବୁବେଳେ ରୋଗ ବୈରାଗ ଲାଗି ରହିବ। ତେଣୁ ଆମ ଭିତରେ ଆମେ ଜାଣିବା ଏବେ ଯେ ଘରର ଆମେ ମୁଖ୍ୟ ଦ୍ୱାର କୋଉଠି ବନେଇବା। ଯୋଉ କୋଶ୍ଚିନ୍ଟି ପ୍ରଥମେ ପଚରା ହେଇଥିଲା ଯେ ଘରର ମୁଖ୍ୟ ଦ୍ୱାର କେଉଁଠି ବନେଇବା, ଆପଣମାନେ ଯେତେବେଳେ ଜାଣିଛନ୍ତି ଏଇ କହିପାରିବେ ଯଦି କୁହନ୍ତୁ, ମୁଖ୍ୟ ଦ୍ୱାର କୋଉ ଡାଇରେକ୍ସନ ବନିବା ନିହାତି ଦରକାର। କେହି କିଛି ଜାଣିଛନ୍ତି ଯଦି ମେସେଜ କରନ୍ତୁ।
ନାଇଁ କିଏ କହିବାକୁ ହଁ ଯଦି ଚାହୁଁଛନ୍ତି ହଁ ହ୍ୟାଣ୍ଡ ରେଜ୍ କରିବେ, ଏଇ ଜଣେ ଦି ଜଣ ପ୍ରଶ୍ନର ଆନ୍ସର କହିପାରିବେ। ଦିଅନ୍ତୁ। ହଁ ନର୍ଥ ଇଷ୍ଟ, ମେସେଜ ଆସୁଛି ନର୍ଥ ଇଷ୍ଟ, नो ईस्ट, ଆଚ୍ଛା ईस्ट, ଠିକ ଅଛି। उत्तर पूर्व दिग आସୁଛି। ହଁ କେତେ ଜଣ ମେସେଜ କରୁଛନ୍ତି କି ଜାଣି ନାହାନ୍ତି ଆଚ୍ଛା ବୋଲି। ଆଚ୍ଛା ଠିକ ଅଛି। ଆମେ ମୁଖ୍ୟ ଦ୍ୱାର ନିର୍ଦ୍ୱନ୍ଦରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରୋଟି ଯାକ ଦିଗରେ ରଖିପାରିବା। ପ୍ରତି ବାହୁକୁ 8 ଭାଗରେ ବିଭକ୍ତ କରିବେ। 8 ଭାଗରେ ବିଭକ୍ତ କଲା ପରେ ଆମେ ତୃତୀୟ ଚତୁର୍ଥ ପଦରେ ସବୁ ଦ୍ୱାର ରଖିପାରିବା, ସବୁ ଦିଗରେ ଦ୍ୱାର ରଖିପାରିବା। ଆମର ଉଦାହରଣ ହଉଛନ୍ତି ଆମର ପୁରୀରେ ଜଗନ୍ନାଥ ମନ୍ଦିର। ସିଏ ଆମକୁ ଦର୍ଶାଉଛି ଆମେ ଚାରି ଦିଗକୁ ଦ୍ୱାର ରଖିପାରିବା। କେମିତି ରଖିବା ନା ଉତ୍ତର ବାହୁକୁ 8 ଭାଗ କରିବା। କେମିତି 8 ଭାଗ କରିବା ତାର ଗୋଟେ ଏକ୍ସାମ୍ପଲ ଦେବା। ଆମେ କଣ କରିବା ନା, ଏଇଭଳିଆ ଆମେ ଘରକୁ ଡିଭାଇଡ କରିବା। ଆପଣ ଧରନ୍ତୁ ଇଏ ଗୋଟେ ସେମ୍ ପ୍ଲଟ୍ ଅଛି, ଆମେ ଏମିତି 8 ଭାଗ ଏମିତି କରିଦବାନି, ଏମିତି 8 ଭାଗ କରିଦେଇ ଲେଫ୍ଟ ସାଇଡ ପିକ୍ଚର ଟି ଦେଖନ୍ତୁ। ଆମେ ଏମିତି 8 ଭାଗ କରିଦେଇକି ତୃତୀୟ ଚତୁର୍ଥରେ ରଖିବା ନାହିଁ। ଏମିତି ରଖିଲେ ଭୁଲ ହେଇଯିବ, କାରଣ ଏଟା ରେକ୍ଟାଙ୍ଗୁଲାର ପ୍ଲଟ୍ ଅଛି। ଏ ରାଇଟ ସାଇଡରେ ଦେଖନ୍ତୁ ଗୋଟେ ଠିକ ମରା ହେଇଛି, ଏଟା ରାଇଟ କରାହେଇଛି। ତାକୁ ଏଇଭଳି ଆମେ ଯେତେବେଳେ କରିବା ଆମର ଜାଣିବା ଯେ ଆମର ମୁଖ୍ୟ ଦ୍ୱାରଟି ଠିକ ଜାଗାରେ ଆସିବ। ଆମେ ଉତ୍ତର ବାହୁଟି ଯୋଉ 90 ଡିଗ୍ରୀ ରହିଲା ଦେଖନ୍ତୁ, ଏଇଟା ଦେଖନ୍ତୁ ଆମର ପୂର୍ବ ଭାଗ। ଆମେ ପୂର୍ବ ଭାଗରେ ଏତିକିରେ ଆମେ ଧରନ୍ତୁ ଘର କରିବା। ପୂର୍ବ ଭାଗରେ ଆମେ ମୁଖ୍ୟ ଦ୍ୱାର କୋଉଠି ରଖିବା, ଏତିକି ହେଲା 90 ଡିଗ୍ରୀ। ଏଇ 90 ଡିଗ୍ରୀକୁ 8 ଭାଗ କରିବା ଆଙ୍ଗୁଲାର ମେଥଡ ଡିଭିଜନରେ କରିବା ଯେ 1 2 3 4 5 6 7 8 8ଟି ଭାଗ କରିବା। ତୃତୀୟ ଏବଂ ଚତୁର୍ଥ ଭାଗରେ ଆମେ ଆମର ମୁଖ୍ୟ ଦ୍ୱାର ରଖିପାରିବା। ସବୁ ମୁଖ୍ୟ ଦ୍ୱାର ଭଲ ନୁହଁ, ସୁଫଳ ଦବ ନାହିଁ। ଆମେ ସେଟା ଆଗାମୀ ଜଷ୍ଟ ଆମେ ଆଗକୁ ଯିବା ଦେଖିବା ଯେ କୋଉ ଦ୍ୱାର ଖୋଲିଲେ, 1 ନମ୍ବର ଦ୍ୱାର ଖୋଲିଲେ କଣ ଫଳାଫଳ ଦେଇଥାଏ, 2 ନମ୍ବର ଦ୍ୱାର ଖୋଲିଲେ କଣ ଫଳାଫଳ ଦେଇଥାଏ, 3 ନମ୍ବର ଖୋଲିଲେ ଏଇଭଳି ଆମେ ସବୁ ଜିନିଷ ଦେଖିବା। ତେଣୁ ଆମେ ଯେତେବେଳେ ଭାଗ କରିବା ଉତ୍ତର ଭାଗକୁ ଏଇଭଳିଆ ଭାଗ କରିବା 1 2 3 4। ଆମେ 3 ନମ୍ବର ଆଉ 4 ନମ୍ବର ଜାଗାରେ ହିଁ ଆମର ମୁଖ୍ୟ ଦ୍ୱାର ରଖିବା। ସେମିତି ପୂର୍ବ ଦିଗରେ ଆମେ ଦେଖିଲେ, ଦକ୍ଷିଣ ଦିଗରେ ମଧ୍ୟ ସେମିତି 3 ନମ୍ବର 4 ନମ୍ବର ଦ୍ୱାର ଆମେ ରଖିବା। 4 ନମ୍ବର ଦ୍ୱାର ପରେ ଯଦି 3 ନମ୍ବର 4 ନମ୍ବର ଦ୍ୱାର ଖୋଲୁ ଖୋଲୁ ଯଦି 5 ନମ୍ବର ଦ୍ୱାର ଖୋଲିଦେଲେ, 4 ନମ୍ବର ପରେ 5 ନମ୍ବର ଦ୍ୱାର ହଉଛି ଯମଙ୍କ ଦ୍ୱାର। ସେଥିପାଇଁ ଦକ୍ଷିଣ ଦ୍ୱାରକୁ ସମସ୍ତେ ଯମ ଦ୍ୱାର ବୋଲି କହିଥାନ୍ତି। ଆଉ ଦକ୍ଷିଣ ଦ୍ୱାର ଏମିତି ଗୋଟେ ଦ୍ୱାର, ସିଏ ଆମର ଇଣ୍ଡିଆରେ ଯେତେ ସବୁ ରିସର୍ଚ୍ଚ ପର୍ସନ, ଯୋଉ ରିସର୍ଚ୍ଚରେ ଆମକୁ ଯେତେବେଳେ କେସ୍ ଷ୍ଟଡି ଦିଆହେଇଥିଲା, ଯେତେ ରିସର୍ଚ୍ଚ ପର୍ସନ ଅଛନ୍ତି, ରିସର୍ଚ୍ଚ ପର୍ସନ ମାନେ ଧନୀ ଲୋକ, ସେମାନଙ୍କର ମୁଖ୍ୟ ଦ୍ୱାର ସବୁ 3 ନମ୍ବର 4 ନମ୍ବରରେ। ଆଉ ଯେତେ ବଡ ବଡ ସବୁ ଶିଳ୍ପପତି, ସେମାନଙ୍କର ମୁଖ୍ୟ ଦ୍ୱାର ଏଇ ପଶ୍ଚିମ ଦିଗରେ 3 ନମ୍ବର 4 ନମ୍ବର ଦ୍ୱାର। ଇଏ ହଉଛି ପୁଷ୍ପଦନ୍ତଙ୍କ ଜାଗା। ଏଠି ଯୋଉ ଜାଗାରେ ରହିବ, ଏଠି ଯାହାର ମୁଖ୍ୟ ଦ୍ୱାର ରହିବ, ସେ ଯାହା ଇଚ୍ଛା କରିବେ ତାଙ୍କର ଇଚ୍ଛା ପ୍ରାପ୍ତି ହବ। ତେଣୁ ଆମେ ନେକ୍ସଟ ଷ୍ଟେପକୁ ଯିବା ଯେ ମୁଖ୍ୟ ଦ୍ୱାର ଯଦି ଆମେ କରୁଛନ୍ତି, ଉତ୍ତର ଦିଗରେ ଯୋଉ ମୁଖ୍ୟ ଦ୍ୱାର ରହୁଛି, ସେ ମୁଖ୍ୟ ଦ୍ୱାର ରହିଲେ ତାର ପ୍ରଭାବ କଣ ଦେଇଥାଏ। ଯଦି ଆମର ଭୁଲ ଜାଗାରେ ରହିଥାଏ, ଆମେ କେମିତି ଜାଣିବା ଯେ ଆମର କୋଉ ଦ୍ୱାର ଖୋଲିଛି। ଆପଣ ଅନୁଭବ କରିବେ, ନିଜର ରିଲେଟ କରିବେ। ଦେଖନ୍ତୁ ଯଦି ଆପଣଙ୍କର ଉତ୍ତର ମୁହାଁ ଘର, ଆଉ ଆପଣ ଭାବୁଛନ୍ତି, ଆଉ ଦେଖନ୍ତୁ ଆଜିକା ଡେଟରେ ଉତ୍ତର ମୁହାଁ ଯୋଉମାନେ ଫ୍ଲାଟ କିଣୁଛନ୍ତି, ବାଙ୍ଗାଲୋର ହଉ, ଦିଲ୍ଲୀ ହଉ, ବମ୍ବେ ହଉ, ଆମକୁ ସେ ସବୁ ତ ଆମର ଓଡିଆ ଲୋକ ସେଠି ରହୁଛନ୍ତି, ସେମାନେ ସବୁ ପଠଉଛନ୍ତି ଆମେ ଉତ୍ତର ମୁହାଁ ଘର କିଣିଛୁ, ଆମକୁ 5 ଲକ୍ଷ ଟଙ୍କା ଏକ୍ସଟ୍ରା ଦେବାକୁ ପଡିଲା। ସେ ଯେତେବେଳେ ନକ୍ସା ପଠାନ୍ତି, ତାଙ୍କୁ ମିଳିଯାଇଥାଏ N8 ନର୍ଥର 8 ନମ୍ବର ଦ୍ୱାର ମିଳିଯାଇଥାଏ, ଯୋଦ୍ୱାରା କି ଇଏ ଲୋନରେ ଡୁବି ଯାଆନ୍ତି। କାଲି ଆଜି ଭିତରେ ମୋ ପାଖକୁ 4ଟି କେସ୍ ଆସିଛି, ଯୋଉମାନଙ୍କ ଘରେ 5 କୋଟି 7 କୋଟି ଟଙ୍କା ଲୋନ ହେଇଯାଇଛି ଏଇ 8 ନମ୍ବର ଦ୍ୱାର ଖୋଲିକି। ସେ କେସ୍ ଷ୍ଟଡି ଆଗକୁ ମୁଁ ଦେଖେଇବି। ଏବେ ଦେଖନ୍ତୁ, ଯଦି ଆପଣଙ୍କ ଘରର ଉତ୍ତର ମୁହାଁ ଘର 8 ଭାଗ କଲା ପରେ 1 ନମ୍ବର ଭାଗରେ ଆପଣଙ୍କ ଦ୍ୱାର ଖୋଲି ଯାଇଛି, ଆପଣ ଶତ୍ରୁ ପାଇଁ ଚିନ୍ତିତ ରହିବେ, ଜୀବନ ପ୍ରତି ବରାବର ବିପଦ ରହିବ। ଆପଣ ଘରୁ ବାହାରିଲେ ଡରି ଡରି ବାହାରିବେ ଯେ ମୋ ଜୀବନ ପ୍ରତି ବିପଦ ଅଛି ବୋଲି। ଆଉ ଗୋଟିଏ, ଯଦି ଆପଣ 1 ନମ୍ବର ହେଲେ ଆପଣ ଏଇଭଳିଆ ସମସ୍ୟା ଲାଗି ରହିବ। ଆପଣ ରିଲେଟ କରନ୍ତୁ ଆପଣଙ୍କର କୋଉ ଦ୍ୱାର ଖୋଲିଛି, ଆପଣ ଏବେ ଜାଣିପାରିବେ। ଯଦି ଧରନ୍ତୁ 2 ନମ୍ବର ଦ୍ୱାର ଆପଣଙ୍କର ଖୋଲି ଯାଇଛି, ତେଣୁ ବାହ୍ୟ ନଜର ପାଇଁ ହାନି, ମାନେ ଆପଣ ଗୁଣି ଗାରେଡି, ଆପଣଙ୍କୁ ଲାଗିବ ମତେ କିଏ ଗୋଟେ କଣ ଗୁଣ୍ଟୁଣି କରିଦେଲା କି, ମୋ ଘରେ ବୁରା ନଜର ପଡୁଛି କି, ମୋ ଘରେ କିଏ ଅରୁଆ ଚାଉଳ ଦୁବ ପକେଇ ଦେଇଛି କି, ଏଇଭଳିଆ ଆପଣଙ୍କ ଭିତରେ ଲାଗିବ। ଆଉ ଏଇଟା ଲାଗି ରହିବ ମଧ୍ୟ। ଆପଣ ଭୂତ ଡାହାଣୀ ମାନେ ସବୁ ଆଟ୍ରାକ୍ଟ ହେବେ, ଯୋଉମାନେ ସବୁ ଆପଣ ଯଦି ଜାଣୁଛନ୍ତି। ଯଦି 3 ନମ୍ବର ଦ୍ୱାର ଯଦି ଖୋଲିଗଲା, ତାହେଲେ ସେ ଘରେ ପୁତ୍ର ପ୍ରାପ୍ତି ହବ।
ଅତ୍ୟଧିକ ଧନ ପ୍ରାପ୍ତି ହବ, ନୂତନ କାର୍ଯ୍ୟରୁ ଲାଭ ହବ ଏବଂ ଲଗାତାର ଧନ ବୃଦ୍ଧି ହବ। କାହିଁକି ନା କୁବେରଙ୍କ ଜାଗା ହେଲା ନର୍ଥ, ତେଣୁ 3 ନମ୍ବର 4 ନମ୍ବରରେ କୁବେର ଅଛନ୍ତି। ତେଣୁ ଏଇ ଯୋଉ 3 ନମ୍ବର 4 ନମ୍ବର ସେଥିପାଇଁ କୁହାଯାଏ ଯେ 3 ନମ୍ବର 4 ଜାଗାରେ ଆମେ ମୁଖ୍ୟ ଦ୍ୱାରଟି ଆମେ ରଖିବା। ଯଦି 4 ନମ୍ବର ଏଣ୍ଟ୍ରାନ୍ସ ଟି ଆପଣଙ୍କର ଖୋଲୁଛି ତାହେଲେ ବିଭିନ୍ନ ଦିଗରୁ ଲାଭ, ଯେକୌଣସି ବିଜନେସ କରି ଆପଣଙ୍କୁ ଲାଭ ହବ। ଆଉ ପିତୃପୁରୁଷଙ୍କ ଦ୍ଵାରା ଧନ ପ୍ରାପ୍ତି, ଆପଣଙ୍କର ବାପା ଜେଜେବାପା କେହି ନା କେହି ଆପଣଙ୍କ ପାଇଁ ଧନ ସମ୍ପତ୍ତି ରଖିଯାଇଥିବେ, ଯୋଉଟା କି ଆପଣଙ୍କ ଯୋଉ ପଇସା ରୋଜଗାର କରୁଥିବେ ତା ସହିତ ସିଏ ଆଡ ହେଇଯିବ। କେହି କେହି ଦେଖିଥିବେ ବାପା ମାନେ ବହୁତ ପଇସା ଇନକମ କରନ୍ତି, ପିଲାମାନଙ୍କ ପାଇଁ କିଛି ରଖିନଥାନ୍ତି। କିନ୍ତୁ ଏଇ କ୍ଷେତ୍ରରେ ତୃତୀୟ ଚତୁର୍ଥ ପାଦରେ ଆପଣ ରହୁଛି, ଆପଣ ପିତୃପୁରୁଷଙ୍କ ଦ୍ଵାରା ମଧ୍ୟ ଧନ ପ୍ରାପ୍ତି ହବ। ତେଣୁ ଏଇ ଦିଟି ତୃତୀୟ ଚତୁର୍ଥକୁ ଆମେ ବହୁତ ଭଲ ମାନିଥାନ୍ତି। ଯଦି 5 ନମ୍ବର ଦ୍ଵାରା ଖୋଲିଗଲା, ମଣିଷର କଟୁ ସ୍ୱଭାବ, ଆପଣଙ୍କର ସ୍ୱଭାବରେ ପରିବର୍ତ୍ତନ ଆସିଯିବ, ଆପଣ ସବୁବେଳେ ଚିଡଚିଡି ହେବେ, ଆପଣ ଯାହାକୁ କହିବେ ଆପଣଙ୍କ କଥାରେ ଅନ୍ୟମାନଙ୍କୁ କଷ୍ଟ ଦବ। ସେଥିପାଇଁ ଆପଣ କଣ କରିବେ, ଧୀରେ ଧୀରେ ସମାଜରୁ ଦୂରେଇ ଯିବେ, ଯେ ମୋ କଥା କେହି ପସନ୍ଦ କରୁନାହାନ୍ତି, ମତେ ଭଲ ଲାଗୁନି। ତେଣୁ ଆପଣ ଗୋଟେ ସମ୍ପୂର୍ଣ୍ଣ ଏକଚାଟିଆ ହେଇକି ରହିଯିବେ ଘରେ। ତେଣୁ 6 ନମ୍ବର ଆମକୁ ଏଇଭଳିଆ ସମସ୍ୟା ଦବ। ଆପଣ ନିଜେ ରିଲେଟ କରନ୍ତୁ, ଆପଣ ଘରେ କଣ ହଉଛି କଣ ନାହିଁ ଆପଣ ନିଜେ ଜାଣିପାରିବେ। 7 ନମ୍ବର ଦ୍ୱାର, 7 ନମ୍ବର ଦ୍ୱାର ଯଦି ଆପଣଙ୍କ ଘରେ ଖୋଲିଗଲା, ସେ ଘରେ କଣ ହୁଏ, ଝିଅ ମାନେ ଅନ୍ୟ ଜାତି ପୁଅ ମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି, ସେଠି ଲଭ ମ୍ୟାରେଜ କରନ୍ତି। ଦେଖିବେ ପିଲାମାନେ ଯୋଉ ଝିଅ ମାନେ ଘର ଛାଡି ପଳାନ୍ତି କିମ୍ବା ପୁଅ ମାନେ କୋଉଠି ମାନେ ଯୋଉ ଫେରା, ଆଜିକାଲି ଆରେଞ୍ଜ ମ୍ୟାରେଜ ସେଟା ଛାଡି ଦିଅନ୍ତୁ, କିନ୍ତୁ ଏଇ ଯୋଉ ଘରୁ ଛାଡି ପଳେଇବା, ଅନ୍ୟ ପୁଅ ଅନ୍ୟ ଜାତିରେ ବିବାହ କରିବା, ଏଇ ଟ୍ରାଡିସନ ଏଇ ଯୋଉ ଉତ୍ତର ଦିଗର 7 ନମ୍ବର ଦ୍ୱାର ଯଦି ଖୋଲିଗଲା ଆପଣଙ୍କର ଆସିଯିବ। ଆଉ ସେ ଝିଅ ମାନେ ଯାହା ବି ନିଷ୍ପତ୍ତି ନେବେ ସବୁବେଳେ ଭୁଲ ନିଷ୍ପତ୍ତି ନେବେ, ସେ ପିଲାମାନେ ବାପା ମାଙ୍କ କଥା କେତେବେଳେ ମାନିବେ ନାହିଁ, ଯଦି 7 ନମ୍ବର ଏଣ୍ଟ୍ରାନ୍ସ ଖୋଲିଯାଏ। ତାପରେ ଯିଏ ଆମେ 8 ନମ୍ବର ଏଣ୍ଟ୍ରାନ୍ସ, ସଞ୍ଚୟରେ ବୃଦ୍ଧି ଏବଂ ଘାଟା। ସଞ୍ଚୟ ସେ ଦେଇପାରେ, ଆପଣଙ୍କୁ ଲୋନ ହଉ ମଧ୍ୟ ବ୍ୟାଙ୍କରେ ବାଲାନ୍ସ ରହିବ। ଯଦି ଆପଣ ସୁଝି ପାରିଲେ ବହୁତ ଭଲ କଥା, ଯଦି ନ ସୁଝି ପାରିଲେ ଆପଣ ଦେବାଳିଆ ହେଇଯାଏ। ଯେମିତି ଏବେ କହୁଥିଲି 4ଟା କେସ୍ ମୁଁ କାଲି ଆଜି ଭିତରେ, ସମସ୍ତଙ୍କର ଲୋନ କୋଟି କୋଟି ଟଙ୍କାର ଲୋନ, ଦ୍ରବୀକୃତ ପ୍ରାପ୍ତି ହବ। କିନ୍ତୁ ଆଜିକା ଡେଟରେ ଆମେ ଯଦି ଲୋନକୁ ପଳେଇବା, ଆମ ଜୀବନର ସୁଖ ଶାନ୍ତି ପଳେଇବ। ଏବେ ଆମେ ଦେଖିବା ପୂର୍ବ ଦିଗର ମୁଖ୍ୟ ଦ୍ୱାର ଏବଂ ତାର ପ୍ରଭାବ। ଯଦି ପୂର୍ବ ଦିଗରେ ଆମେ ଏଣ୍ଟ୍ରାନ୍ସ କରିଛନ୍ତି, ତାର କଣ ହବ? ପୂର୍ବ ଦିଗର ଯଦି 1 ନମ୍ବର ଦ୍ଵାରା ଆମେ ଖୋଲି ଦେଇଛନ୍ତି, ପୂର୍ବ ଦିଗ ଦ୍ଵାରା ପୂର୍ବ ମୁହାଁ ଘର ଯୋଉ କହିଛନ୍ତି, ତାହେଲେ ସେଠି ତାଙ୍କ ଦେବତା ଆମେ ଯୋଉ ଫିଲ୍ଡ ଯୋଉ ଶିଖି ଦେବତା ରହୁଛନ୍ତି, ସେଠି କଣ ହୁଏ ନା ଦୁର୍ଘଟଣା ହବ ଘରେ, ଅଗ୍ନି ସମ୍ବନ୍ଧୀ ଦୁର୍ଘଟଣା। ଲୋକ ଦେଖିବେ ଘର କରୁ କରୁ ଲୋକ ଦୁର୍ଘଟଣା ହେଇଯାଏ, ଘରର ମୁଖିଆ ଲୋକ ମରିଯାଆନ୍ତି, ଆପଣଙ୍କ ଖର୍ଚ୍ଚ ବଢିଯାଏ। ତେଣୁ ଏଇଭଳିଆ ସବୁ ସମସ୍ୟା ଟା ଯଦି ଜାଣିଗଲେ, ଜାଣିବେ ଯେ ଏଇ 1 ନମ୍ବର ଦ୍ଵାରା ଆପଣ ପୂର୍ବ ମୁହଁ ହେଲେ ମଧ୍ୟ 1 ନମ୍ବର ଦ୍ଵାରା ଖୋଲି ଯାଇଛି। ଯଦି ଆପଣ ହଉଛନ୍ତି ପୂର୍ବ ମୁହଁର ନୁହଁ ଏଟା, ଆପଣ ଘରର ଏଙ୍ଗେଲ ଫାଷ୍ଟ ଚେକ୍ କରନ୍ତୁ, ଏଙ୍ଗେଲ ଜାଣିଲେ ଆପଣ ଏଗୁଡା ସବୁ ଜାଣିପାରିବେ। ତାପରେ 2 ନମ୍ବର ଦ୍ଵାରା ଯଦି ଖୋଲିଗଲା, ଆପଣ ଦେଖିଥିବେ ଗୋଟେ ଗୋଟେ ଘରେ ଖାଲି ଝିଅ ଜନ୍ମ। ଆଜିକାଲି ତ ପୁଅ ଝିଅ ସମସ୍ତଙ୍କର ସମାନ ଅଧିକାର, ଆମେ ପୁଅ ଝିଅ ବୋଲି କିଛି କହିବାନି, ବାଛ ବିଚାର କରିବାନି, କିନ୍ତୁ ପାଠରେ ଅଛି ଆମର, ଆମେ ଏକ୍ସପେରିମେଣ୍ଟ ମଧ୍ୟ କରୁଛୁ, ଦେଖୁଛନ୍ତି ମଧ୍ୟ। ଆପଣ ଦେଖିଥିବେ ମଧ୍ୟ, ଆପଣ ଗାଁରେ ହଉ ବନ୍ଧୁବାନ୍ଧବରେ ହଉ, ଦେଖିବେ ଗୋଟେ ଗୋଟେ ଘରେ ଖାଲି ଝିଅ ଜନ୍ମ ହୁଅନ୍ତି, ଆଉ ଗୋଟେ ଗୋଟେ ଘରେ ଖାଲି ପୁଅ ଜନ୍ମ ହୁଅନ୍ତି। ତାର କାରଣ ହଉଛି ଏମିତି ଆମର ମୁଖ୍ୟ ଦ୍ୱାରର ପ୍ରଭାବ। ଯଦି 2 ନମ୍ବର ଦ୍ଵାରା ଆପଣଙ୍କର ଖୋଲି ଯାଇଛି, ଆପଣଙ୍କ ଘରେ କନ୍ୟା ବୃଦ୍ଧି ହେବେ ଏବଂ ଖର୍ଚ୍ଚ ବୃଦ୍ଧି ମଧ୍ୟ ହବ। ଯଦି 3 ନମ୍ବର ଦ୍ଵାରା ଖୋଲି ଯାଇଛି, ଧନ ସମ୍ପତ୍ତି ବୃଦ୍ଧି ହବ, କାର୍ଯ୍ୟର ସଫଳତା, ଯେକୌଣସି କାମ କରି ଆପଣ ସକ୍ସେସଫୁଲ ହେବେ। ଆଉ ଯଦି 4 ନମ୍ବର ଦ୍ଵାରା ଖୋଲିଛି, ଚାକିରି ହଉ କିମ୍ବା ବେପାର ହଉ ସବୁ କ୍ଷେତ୍ରରେ ଆପଣ ଲାଭ ପାଇବେ, ସାମାଜିକ ପ୍ରତିଷ୍ଠା ମଧ୍ୟ ଲାଭ ହବ ଆପଣଙ୍କର। ଗାଁରେ ଆପଣ ମୁଖିଆ ହେବେ, ପଲିଟିସିଆନ ହେଲେ ଆପଣ ତାଙ୍କ ଜୀବନରେ ବହୁତ ତରକ୍କି କରିବେ, ବହୁତ ଡେଭଲପମେଣ୍ଟ କରିବେ। ଯଦି 5 ନମ୍ବର ଦ୍ଵାରା ଆପଣ ଖୋଲି ଯାଇଛି, ଆପଣଙ୍କୁ ଚିନ୍ତା ହବ, ଅତ୍ୟଧିକ ରାଗ ହବ, ସବୁବେଳେ ଚିନ୍ତା ଟେନସନ ରହିବେ ସବୁବେଳେ। 6 ନମ୍ବର ଦ୍ଵାରା ଖୋଲିଛି, ଆପଣ କେତେବେଳେ ଜବାବ ରଖିପାରିବେନି, ମିଛୁଆ ବୋଲି ହେଇଯିବେ। ଆପଣ କାହାଠୁ ଯାହାଠୁ ଗୋଟେ ଜବାବ ଦେଇଥିବେ, ମୁଁ ଏଇ କାମଟା ଆପଣ କରିଦେବି, ଆପଣ କାମ କରିପାରିବେନି। ଆପଣ ସେଟା ଧୀରେ ଧୀରେ ବଦନାମ ହେଇଯିବେ ମାର୍କେଟରେ। କାହାଠୁ ଉଧାର ପଇସା ନେଇଥିବେ, ତାକୁ ଶୁଖେଇ ପାରିବେନି। ଏମିତି ହେଇକି ଲାଷ୍ଟରେ ମାର୍କେଟରେ ଆପଣ ବଦନାମ ହେଇଯିବେ। ସେ ଦ୍ୱାର ଟିକେ ଆମେ ଭଲ ଦ୍ୱାର କହିବାନି। 7 ନମ୍ବର ଦ୍ୱାର ମାନେ ହିଂସାତ୍ମକ କାର୍ଯ୍ୟ ଲିପ୍ତ ରହିବେ। ଆପଣ ସବୁବେଳେ କୋଉଠି ମାର ପିଟ, ଯୋଉଠି ଯାହାର ଘରୁ ବାହାରିଲା ମାନେ ଆପଣ ଯାହାହେଲେ ଗୋଟେ କେସ୍ ଧରି ଘରକୁ ଆସିଥିବେ। ଆପଣ ଦେଖନ୍ତୁ ଏଇଭଳିଆ କେସ୍ ଆପଣ ନିହାତି ଥିବ, ଯୋଉମାନେ ଘରେ ଏଇଭଳିଆ 7 ନମ୍ବର ଦ୍ୱାର ଖୋଲିଥିବ। ଯଦି ଆପଣ 7 ନମ୍ବର ଦ୍ୱାର ଜାଣିପାରୁନାହାନ୍ତି, ଏଇଭଳିଆ ସିମ୍ପଟମ ଆସିଲା ନା ଆପଣ ଜାଣିବେ ଯେ ଆମର 7 ନମ୍ବର ଦ୍ୱାର ଖୋଲିଛି। ରହିଲା 8 ନମ୍ବର ଦ୍ୱାର, ଘରେ ବାର ବାର ଚୋରି ହବ। ଆପଣ ଦେଖୁଥିବେ ଯେ କାହାର 15 ଲକ୍ଷ ଟଙ୍କା ସୁନା ଚୋରି ହେଇଗଲାଣି, କାହା ଘରେ ଆପଣଙ୍କର ଦେଖିବେ ଯେ ଟଙ୍କା ରଖା ହେଇଛି ହଜି ଯାଉଛି, ସୁନା ରଖା ହଉଛି ହଜି ଯାଉଛି। ତାର କାରଣ ହଉଛି 8 ନମ୍ବର ଦ୍ୱାରଟି। ତେଣୁ ଆଜି ଆମେ
ଦୁଇଟି ଡାଇରେକ୍ସନ ପୂର୍ବ ଏବଂ ଉତ୍ତର ଦିଗର ବିଷୟରେ ଆମେ ଜାଣିଲେ। ଏଠି ମୁଖ୍ୟ ଦ୍ୱାର କଣ ଅଛି, ରହିଲେ କୋଉ ଜାଗାରେ ରହିଲେ ଆମେ କଣ ଫଳାଫଳ ଆମକୁ ମିଳିଥାଏ ସେ ବିଷୟରେ ଜାଣିଲେ। 16ଟି ଜୋନ୍ ବିଷୟରେ ଜାଣିଲେ। ଆଗାମୀ ଦିନରେ ଆମେ ଆଉ ଗୋଟେ କ୍ଲାସ୍ ଆରେଞ୍ଜମେଣ୍ଟ କରିବେ ସାର୍, ସେଦିନ ଆମେ ଆଉ ଅନ୍ୟ ଜିନିଷ ଗୁଡ଼ିକ ଜାଣିବା। ଆଜି ଆମେ କଣ ଜାଣିବା ନା ଆମେ ଡାଇରେକ୍ସନ ବିଷୟରେ ଟିକେ ଏବେ ଜାଣିଦବା, ଯେ ଆପଣଙ୍କ ଘର କେମିତି କେତେ ଆଙ୍ଗେଲ ଅଛି। ଆମେ ଏଇଠୁ ଥାଇକି ମଧ୍ୟ ଆମେ ଜାଣିପାରିବା ଯେ ଆପଣଙ୍କ ଘର କେତେ ମୋଡ଼ ଅଛି, ଆପଣଙ୍କ ମୁଖ୍ୟ ଦ୍ୱାର ଠିକ ଜାଗାରେ ଅଛି କି ନାହିଁ ଆମେ ଏଇଠୁ ଜାଣିପାରିବା। ଦୁଇ ଜଣ, ଜଣେ ସହରାଞ୍ଚଳରୁ ଜଣେ ଗ୍ରାମାଞ୍ଚଳ, ଦୁଇ ଜଣଙ୍କର ପ୍ରଧାନ ସାର୍ ମଗାନ୍ତୁ ଆପଣଙ୍କର କରେଣ୍ଟ ଲୋକେସନ। ଯୋଉ ଘରେ ଆପଣ ବସିଛନ୍ତି ସେଇ ଘରର କରେଣ୍ଟ ଲୋକେସନ ଦିଅନ୍ତୁ, ଆମେ ତାର ଆଙ୍ଗେଲ ଏଠି ବାହାର କରିବା ଲାଇଭ। ଦେଖନ୍ତୁ, ବହୁତ ବହୁତ ଧନ୍ୟବାଦ ସାର୍, କରେଣ୍ଟ ଲୋକେସନ ଦବା ପାଇଁ ନିଜ ଆଡୁ କହିଛନ୍ତି। ଦୁଇ ଜଣ ଆପଣମାନେ ସମସ୍ତେ ମୋ ନମ୍ବର ଜାଣିଛନ୍ତି ହେଲା। ଯାହାର ପ୍ରଥମ ମେସେଜ ଆସିବ ସେଇ ଦୁଇ ଜଣଙ୍କୁ ଆମେ ନବା। ଜଣେ ସହରାଞ୍ଚଳରୁ, କାହିଁକିନା ମୁଁ ସମସ୍ତଙ୍କୁ ଜାଣିଛି କି କୋଉ ଜାଗାରୁ ଅଛନ୍ତି, କରେଣ୍ଟ ଲୋକେସନ। ଆଉ ଜଣେ ଗ୍ରାମାଞ୍ଚଳରୁ। ମୋତେ ହିଁ ଦିଅନ୍ତୁ, ମୁଁ ସାର୍ଙ୍କୁ ପଠେଇବି। ସେଇଟା ତା ସମ୍ପର୍କରେ, ଏଙ୍ଗେଲ ସମ୍ପର୍କରେ ସାର୍ ଆପଣଙ୍କୁ ତାର ମତାମତ ଦେବେ। ନିଜ ପଠେଇବା ଘର ଭିତରେ ଯୋଉ ଯୋଉମାନେ କରିଛନ୍ତି ଦେଲେ ଭଲ। ଭଡା ଘରେ ଆମେ ଯୋଉମାନେ ଅଛେ ଆମେ ତ ଘର ଛାଡିବା ନିଶ୍ଚିତ ହେଲା। ଦିଅନ୍ତୁ। କେହି କିଛି ମାନେ ତାକୁ ନେଇକି କିଛି ଭୟ କରିବାର ନାହିଁ। ବହୁତ ଜିନିଷ ଅଛି, ରେମେଡି ଅଛି, କଣ କରିବା ସେ ସବୁ କଥା ଅଛି। ଏବେଠୁ ତାକୁ ନେଇକି ନାହିଁ, ବରଂ ଆମେ ବହୁତ ଖୁସି ହବା ଯେ ବାସ୍ତୁରେ ଆପଣ ବର୍ତ୍ତମାନ ସୁଦ୍ଧା ଯେତିକି ଜିନିଷ ଜାଣିଲେ, ଏତିକି ଜିନିଷ ଜାଣିବା ପାଇଁ ଆମେ ମାନେ ବହୁତ କୋସିସ କରୁଛୁ, ବହୁତ ଗୁରୁମାନଙ୍କ ପାଖକୁ ବୁଲୁଛୁ। ଏ କିଛି ଛୋଟିଆ ଜ୍ଞାନ ନୁହଁ, ଗୋଟେ ବେସମେଣ୍ଟ ଆପଣଙ୍କ ଭିତରେ ତିଆରି ହେଲା। ତ ଦେଖନ୍ତୁ, ଯୋଉମାନେ ଆଗ୍ରହୀ ଅଛନ୍ତି, ଯାହାର ମେସେଜ ପ୍ରଥମେ ମୋ ପାଖରେ ପହଞ୍ଚିବ, ଆପଣଙ୍କର କରେଣ୍ଟ ଲୋକେସନ ମୁଁ ପଠେଇ ଦଉଛି। ଠିକ ଅଛି, ଆସିଗଲାଣି ଦୁଇଟି, ଆଉ ଅଧିକ ଆସିଗଲାଣି, ମୁଁ ଦେଇ ଦଉଛି ଟାଇମ ଦେଖିକି। ଆଉ ଦିଅନ୍ତୁନି କେହି, କାହିଁକି ଆମେ ଦେଖିବା ପରବର୍ତ୍ତୀ ସମୟରେ, ବ୍ୟସ୍ତ କେହି ହୁଅନ୍ତୁନି। ହୁଁ। ସାର୍ ମୁଁ ପଠେଇଛି ଆପଣଙ୍କ ଇଏରେ। ହଁ, ବହୁତ ଗୁଡେ ଆସିଗଲାଣି, ଦୁଇଟି ଦବା। ଦୁଇଟି ଦିଅନ୍ତୁ। ମୁଁ ସେଇଟା ଫାଷ୍ଟ ପଠେଇଛି।